ଭଞ୍ଜ ସେନାର ଆଇଡିଆଟା କେମିତି ଆସିଲା 1998 ରେ? କି ଆମେ କଲେ ସଂଘ ସଂକଳ୍ପ ସାଧନା। ଆଚ୍ଛା ସଂଘ ଆମେ କଲେ ସଂକଳ୍ପ ନେଲେ ଆଉ ସେଇଟାକୁ ସାଧନା କରି କେମିତି ଆମେ ସକ୍ସେସ୍ ହବା ସେଟା ଦୀପକ ମାନେ ଶୁଣେଇ ସେତେବେଳେ ଏଇ କନସେପ୍ଟ ମାନେ ମାଇଣ୍ଡରେ ଥିଲା କି ଆମକୁ ବିରୋଧରେ ହିଁ ମାନେ ବିରୋଧ ଯୋଉଟା ନାହିଁ। ହେଇପାରୁନି ଆମକୁ ସେଇଟା କରିବାର ବିରୋଧ ଅଛି। ନାହିଁ ହୁଏତ ଆମ ଷ୍ଟ୍ରାଇକ୍ ରେ ଗାଡି ଭାଙ୍ଗି ପାରେ ଘର ଭାଙ୍ଗି ପାରେ ଇଏ ଭାଙ୍ଗି ପାରେ ସେଟା ଅଲଗା କଥା କିନ୍ତୁ ଆମକୁ କିଛି ତ କରତେ ପଡିବ ରାଜନୈତିକ ନେତୃବୃନ୍ଦ ମାନେ ଏତେ ଚୁପଚାପ ଧୀର ଏଗ୍ରେସିଭନେସ୍ ନ ଦେଖେଇବା ଆମ ଜିଲ୍ଲା ଡେଭଲପ ହେଇପାରିବ ପୁରା ଆଉ କଳା ମୁଗୁନି ପତ୍ର ବିଶ୍ୱର ଗୋଟେ ଆଉ ତାକୁ ଯଦି ସମ୍ମାନ ଏମାନେ ଦେଇପାରିବେନି ଆଉ ତାପରେ ଆମେ ଯଦି ବିରୋଧ କରା ଯଦି ଆମକୁ ଯେ ଆଖ୍ୟା ଦେଲେ ବି ଆମର ଅସୁବିଧା କିଛି ନାହିଁ। भाई लव लाइफ भी सर लव लाइफ ଜୟ ଜଗନ୍ନାଥ। ସାଧାରଣ ମଣିଷର ଅସାଧାରଣ କାହାଣୀ ସିରିଜ ର ଆଜିର ଆମର 3rd ଏପିସୋଡ। ଆଉ ଆପଣ ମାନେ ଅଲରେଡି ଆମକୁ ବହୁତ ସାରା ଭଲ ପାଇବା ଦେଖେଇଛନ୍ତି, ସେଥିପାଇଁ ଅଶେଷ ଅଶେଷ ଧନ୍ୟବାଦ ଆମ ତରଫରୁ। ତ ଆଜିର ଯୋଉ ଏପିସୋଡ ସେଇଟା ପାଇଁ ଆମେ ଅଲରେଡି ଏକ୍ସାଇଟେଡ ଥିଲୁ, ବହୁତ ଏକ୍ସାଇଟେଡ। ଯେବେଠୁ ଏଇ ସିରିଜ ଷ୍ଟାର୍ଟ କରିଛୁ ଆମେ ସେବେଠୁ ଏକ୍ସାଇଟେଡ, କାହିଁକିନା ଆମ ସିରିଜ ର ଯୋଉ ନାମକରଣଟା ହେଇଛି ସେଇଟା ବହୁତ ମାତ୍ରାରେ ଆମର ଗେଷ୍ଟ କୁ ଦେଖିକି ହେଇଛି। ଆଉ ସିରିଜ ର ନାମକରଣ ଯେତେବେଳେ ହେଇଥିଲା ସେତେବେଳେ ତାଙ୍କ ନାମଟା ପ୍ରାୟ ଶୀର୍ଷ ସ୍ଥାନରେ ଥିଲା। ତ ଅଲରେଡି ଆମେ ଏକ୍ସାଇଟେଡ ଅଛୁ। ଆଉ ଆମ ଭିତରେ ବି ଷ୍ଟାର୍ଟିଂ ରେ ଆମ ଗେଷ୍ଟ ଇଣ୍ଟ୍ରୋ ନେଇକି ବହୁତ ସାରା ତାମଝାମ ହେଇଥିଲା। ଆମେ ଯେତେବେଳେ ବହୁତ କିଛି ହେଇଥିଲା ଯେତେବେଳେ ଆମେ ଆମ ଗେଷ୍ଟ ବିଷୟରେ ରିସର୍ଚ୍ଚ କଲୁ ମିଡିଆ ପର୍ସନ କୁ ନେଇକି କି ତାଙ୍କର କ୍ଲୋଜ ୱାନ୍ କୁ ନେଇକି ତାଙ୍କ ସହିତ ଯେଉଁମାନେ ମିଶିଛନ୍ତି କାହା ମତରେ ସେ ଥିଲେ ଜଣେ ଯୁଗାନ୍ତକାରୀ ପୁରୁଷ, କାହା ମତରେ ସେ ଥିଲେ ଜଣେ ଡେୟାରିଂ ପର୍ସନ। କିଏ କହୁଛି ତ ସିଏ ସ୍ୱପ୍ନକୁ ଅସମ୍ଭବକୁ ସମ୍ଭବ କରିପାରୁଥିବା ମଣିଷ, ଆଉ କିଏ କହୁଛି ସିଏ କିଛି ବି କରିପାରିବ, ତାଙ୍କର କଣ ଜିଦ୍ ଆଉ କୋଉଠି ନାହିଁ। ତ ଷ୍ଟାର୍ଟ କରିବା ଆଜିର ଏପିସୋଡ। ଆଜି ଆମ ସହିତ ଅଛନ୍ତି ଶ୍ରୀଯୁକ୍ତ କଳିଙ୍ଗ କେଶରୀ ଜେନା। ବହୁତ ବହୁତ ୱେଲକମ୍ ସାର୍। ଭାଇ କହିବି କାହିଁକିନା ଆମେ ପୁରା କ୍ୟାଜୁଆଲି ଯିବା, କିଛି ଅସୁବିଧା ନାହିଁ। କାହିଁକିନା ପୁରା ମୟୂରଭଞ୍ଜର ୟୁଥ୍ ପାଇଁ ଆପଣ ଭାଇ। ଆଜି ଭାଇ ଟୋଟାଲି ଡେଡିକେଟେଡ ଜିନିଷଟା ମୟୂରଭଞ୍ଜର ୟୁଥ୍ ମାନଙ୍କ ପାଇଁ ଭିଡିଓଟା, କାହିଁକି ସେମାନେ ଆପଣଙ୍କ ଆଚିଭମେଣ୍ଟଟା ଦେଖିଛନ୍ତି, ସେମାନେ ଆପଣଙ୍କ ଷ୍ଟ୍ରଗଲଟା ଦେଖି ନାହାନ୍ତି। ଆପଣ କେମିତି କୋଉ ଜାଗାରୁ କେମିତି ଆସିକି ଏଇଠି ପହଞ୍ଚିଲେ ସେଇଟା ଆଜି ଆମର ପ୍ରାୟୋରିଟି ରହିବ। ତ ଭାଇ ଆମେ ଚାଇଲ୍ଡହୁଡ ରୁ ଯିବା। କେମିତି ଆପଣ ଏଇ ଜିଦ୍ ଟା କେମିତି ଆସିଲା ଆପଣଙ୍କ ଭିତରକୁ? ଆକ୍ଚୁଆଲି ଯୋଉ ପରିବାରରୁ ବିଲଙ୍ଗ କରୁଥିଲି, ମୋ ଜେଜେବାପା ଜଣେ ମୟୂରଭଞ୍ଜ ପ୍ରସିଦ୍ଧ ଛଉ କଳାକାର ଥିଲେ ସମ୍ଭୁଦାର ଜେନା। ତ ସେତେବେଳୁ ତାଙ୍କ ସହିତ ବସିବା ଉଠିବା ମୟୂରଭଞ୍ଜ ଯୋଉ କାଲଚାର ଥିଲା, ମୁଁ ସେଇ ଟ୍ରେଡିସନ ଜଙ୍ଗଲ ପରିବେଶ ସେଇ କାଲଚାରରେ ବଢି ଆସିଛି। ସେତେବେଳେ ତ ବାରିପଦା ସହର ବି ଦେଖତେ ଗଲେ ସେମିତି ବହୁତ ବଡ ଟାଉନସିପ ନଥିଲା, ଅଳ୍ପ କିଛି ସେମିତି ଜାଗା ଥିଲା। ତ ମିକ୍ସଚର ଜଙ୍ଗଲ, ଆମେ ଗୋଟେ ଇଏ ବାଗାନ ଫାଗାନ ରହୁଥିଲୁ, ପାଖରେ ରହୁଥିଲୁ। ତ ସେତେବେଳେ ସେତେ ବଡ ଇଏ ପରିବାର ବି ନଥିଲା ଆମର। ତ ସେତେବେଳେ ଜେଜେବାପାଙ୍କର ଯୋଉ ସମ୍ଭୁନାଥ ମହାଦେବ ନାଚ ନାଚୁଥିଲେ, ତ ଏଗ୍ରେସିଭନେସ୍ ଟା ଯୋଉଟା ଥିଲା, ତ ସେତେବେଳେ ଛୁଆ ବେଳୁ ମାର୍କତ ତା ଆଖି ଚାହାଣି କି ସବୁ ଜିନିଷକୁ ନଜର ଆସୁଥିଲା କି ଗୋଟେ ଏଟାକୁ ଲୋକ ଡରନ୍ତି କି ଏଟା ଗୋଟେ ସାହସ ବ୍ୟକ୍ତିତ୍ୱ ଛୁଆବେଳେ ଯାହା ଫିଲିଂସଟା ଆସେ ଯେ ଗୋଟେ ଯାହାକୁ ଦେଖିଲେ ଯେମିତି ହନୁମାନଙ୍କୁ ଦେଖିଲେ ଛୁଆ ପିଲା ତାକୁ ଆଇଡଲ ମାନନ୍ତି, ସେଇ ଟାଇପର ଆମକୁ ଲାଗିଲା କି ଏଇ ଜିନିଷ ବୋଧେ। ଆଉ ତା ପରିବେଶଟା ସବୁବେଳେ ଯେମିତି ଜଙ୍ଗଲ ଗଛ ବନଲତା ରହିଲା, ତ ଛୁଆ ବେଳକୁ ପରିବେଶଟା ମନରେ ଯାହା ବି ହଉ ଏମିତି ଜାଗାରେ ଏଟମୋସ୍ଫିୟରରେ ପହଞ୍ଚିବା କଥା। ତ ସେ ମେଣ୍ଟାଲିଟିରେ ଆସିଲା ପରେ ପରେ ନେଚର ପ୍ରତି ଭଲ ପାଇବାଟା ଛୁଆ ବେଳୁ ସେ ଏଟମୋସ୍ଫିୟରରେ ବଢିଛି। ତ ଆଜି ପର୍ଯ୍ୟନ୍ତ ସେଟା ଆମ ଦେହରୁ ଯାଇପାରେ। ଭାଇ ଛଉ ଆପଣ ନାଚିଛନ୍ତି ଛୋଟବେଳେ? କିଛି ଦିନ ପ୍ରାକ୍ଟିସ କରିଥିଲି, ନାଚିଥିଲି। ତାପରେ ପାଠ ପଢା ପାଇଁ ସେଟା ଇଏ ହେଇଗଲା। ତ ଜେଜେବାପା କେତେ ସମୟ ପର୍ଯ୍ୟନ୍ତ ମାନେ ପୁରା ଚାଇଲ୍ଡହୁଡ ଜେଜେବାପାଙ୍କ ସହିତ ପୁରା ତାଙ୍କର ଗୋଟେ ସ୍ୱତନ୍ତ୍ର ପରିଚୟ ଥିଲା, ତାଙ୍କ ନାମ ଥିଲା। ଆମେ ନିହାତି ଛୋଟବେଳେ ଯେତିକି ଆକର୍ଷିତ ହବା କଥା ସେଇ ଆମେ ସେଇ ଢାଞ୍ଚାଟାକୁ ଧରିଲୁ, ଯୋଉ ଡେୟାରିଂନେସ୍ ଟା ତାଙ୍କ ଜେଜେଙ୍କର ଥିଲା। ତ ସେଇଟା ମତେ ଲାଗିଲା ଏଇଟା ହିଁ ବୋଧେ ଆଜିକାଲି ଦୁନିଆର ଷ୍ଟାଇଲ, ଏମିତି ହେଲା ଲାଇଫ ଷ୍ଟାଇଲ ହେଇପାରିବ। ସେତେବେଳେ ଛଉ ନାଚର ବି କ୍ରେଜ ସେତିକି ଥିଲା। ହଁ, ଛଉ ନାଚ ତ ଗ୍ରାଜୁଆଲି ଡେଭଲପ କରି ଚାଲୁଛି। ତାର ପୁରୁଣା ନାଚ ଥାଉ ନଥାଉ ଅଲଗା କଥା, କିନ୍ତୁ ଆଗ ଅପେକ୍ଷା ତ ତାର ଇଏ ପଡିଛି। ସେତେବେଳେ ପ୍ରଚାର ପ୍ରସାର ନଥିଲା, କିନ୍ତୁ ଛଉ ତ ବିଶେଷତଃ ସବୁଦିନ ମୟୂରଭଞ୍ଜ ଥିଲା।
ତାପରେ ପରେ ବାପାକୁ ଦେଖିଲି, ବାପା ଜନତା ଦଳରେ ସେତେବେଳେ ଥିଲେ। ସେନ୍ସ ଆସିଲା ଗୋଟେ ପଲିଟିକାଲ କିଛି ଦଳ, ରାଜନୈତିକ ଦଳ, ସେତେବେଳେ ବାପା ଦେଖିଲି ଜନତା ଦଳ ଥିଲେ। ସେ ବି ସଂଘର୍ଷ ବହୁତ କରିଛନ୍ତି ତାଙ୍କ ଲାଇଫରେ। ଆଜ୍ଞା ତ ସେତେବେଳେ ଗୋଟେ ଜେଜେବାପାଙ୍କ ଡେୟାରିଂନେସ୍ ଟା ଆଉ ବାପାଙ୍କର ସଂଘର୍ଷଟା ଆଜ୍ଞା ଦୁଇଟା ମୋ ଭିତରେ ଇଏ ରହିଲା। ଆଚ୍ଛା ଆଉ ମାର ଯୋଉ କେୟାରିଂ ଟା ଥିଲା, ଯୋଉ ଅନୁସାରେ ମତେ ଗଢିବାର ଥିଲା, ଆଜ୍ଞା ତ ସବୁକୁ ମିଶିଗଲା ପରେ ମତେ ଲାଗିଲା କି ନାଇଁ, ମତେ ବି ଟିକେ ବଡ ହେଲା ପରେ ଏମପିସି କଲେଜ ପ୍ରେସିଡେଣ୍ଟ ହେଲି ଆଜ୍ଞା 95 96 ରେ। ଥରେ ହାରିଥିଲି ସେକ୍ରେଟାରୀ, ତାପରେ 95 96 ରେ ଏମପିସି ଫର୍ଷ୍ଟ ଇଲେକ୍ସନ ଯୋଉଟା ଲଢିଥିଲେ ସେଇଟା ହାରିଥିଲେ, ହାରିଥିଲି। ତା ପରଟା ଯୋଉ ଜିତିଲେ। ତାପରେ ଅଳ୍ପ ଭୋଟରେ ହାରି ଯାଇଥିଲି। ଫାର୍ଷ୍ଟ ଇଲେକ୍ସନ ଥିଲା। ହଁ, ଆଜ୍ଞା ସେତେବେଳେ ଆପଣ ଫର୍ଷ୍ଟ ଇୟରରେ ଥିଲେ। ନାଇଁ ନାଇଁ, ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର। Second year ରେ ସେକେଣ୍ଡ ଥିଲେ। ଇୟର। ତ ସେତେବେଳେ କଣ କି କଲେଜ ଲାଇଫରେ ଯୋଉ ଟାଇପ ର ଗୋଟେ ୟୁଥ ଇଏ ଥାଏ, ତ ସେଟା ଆମେ ଇଲେକ୍ସନ ମାଇଣ୍ଡେଡ ନଥିଲି। ଘରେ ଦେଖୁଥିଲେ ରାଜନୀତି, କିନ୍ତୁ ଇଲେକ୍ସନ ମାଇଣ୍ଡେଡ ନଥିଲି। ରାଜି ଥିଲେ, ମାନେ ମଉସା ରାଜି ଥିଲେ। ବାପାଙ୍କର ଇଚ୍ଛା ହେଲା, ଆଚ୍ଛା। ଦେଖିଲେ, ଜିତିକି ବି ଆସିଲି। ଜିତିଲା ଆସିଲା ପରେ ଆକ୍ଚୁଆଲି ଏ ଯୋଉ ଗୋଟେ ସଂଘର୍ଷ କରିବା, ଆଉ ଯୋଉ ଜେଜେବାପାଙ୍କ ପରେ ଯାହା ଶିକ୍ଷା ଲାଭ କଲି, ମୋର ଆକ୍ଚୁଆଲି ସେ ଗୁରୁ ହଉଛି ବାପା ମାଙ୍କ ପରେ ଗୁରୁ ହଉଛି ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ଆଜ୍ଞା ଲୁଲୁ ମହାପାତ୍ର, ଯିଏକି ଇନ୍ସପିରେସନ ଲୋଲା ଭାଇ। ତ ସେତେ ଢାଞ୍ଚାରେ ମୁଁ ପଡିଲି। ଯେ ତାଙ୍କୁ କେବେ ତାଙ୍କୁ ପ୍ରଭାବରେ ଆସିଲେ ସଂସ୍ପର୍ଶରେ right। ତାଙ୍କ ସଂସ୍ପର୍ଶ ସେ ତାଙ୍କ ରାଜନୀତି ଗୋଟେ ବାଇ ଇଲେକ୍ସନ ଚାଲିଥିଲା, ସେତେବେଳେ ଆମେ ମାର୍କେଟରେ ଭେଟିଥିଲୁ ଆଚ୍ଛା ବାରିପଦାରେ। ବାରିପଦା। ସେ ଯୋଉ ଆସୁଛନ୍ତି, ଆମେ କଲେଜ ପିଲା ଇଏ ଥାଉ, ସେଇ ଅନୁସାରେ ସିଏ ଭେଟିଥିଲୁ। ସେତେବେଳେ କୋଉ ଦଳରେ ଥାନ୍ତି? କଂଗ୍ରେସ ଦଳ। କଂଗ୍ରେସ ଦଳରେ। ଆଚ୍ଛା। ସେତେବେଳକୁ ଆପଣ ମାନେ ଯୁବ ପଲିଟିକ୍ସରେ ପଲିଟିକ୍ସ ଆଚ୍ଛା 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 କଲେଜ ଇଲେକ୍ସନ ଷ୍ଟାର୍ଟ ହେଇଯାଇଥିଲା, ମାନେ ହଁ। ପ୍ରେସିଡେଣ୍ଟ ହେଇସାରିଥିଲେ। ହଁ, ଓକେ। ସେ ଆମ କଲେଜ ପଲିଟିକ୍ସ ଥିଲା, ସେଟା ରାଜନୀତି ଏବେ ଆଜ୍ଞା, ଯେମିତିକା ହେଇଛନ୍ତି ସେମିତିକା ସେତେବେଳେ ସିଚୁଏସନ ନଥିଲା। ପିଲା କଲେଜ ମନୋବୃତ୍ତି ଥିଲା। ତ ସେତିକିବେଳେ ତାଙ୍କ ପ୍ରତି ଆକର୍ଷିତ ଥିଲେ। ଆକର୍ଷିତ ହେଲା ପରେ ତାଙ୍କର ଯୋଉ ଦୀର୍ଘ ଦିନ ଧରି ତାଙ୍କ ସହିତ ମିଶିକି କାମ କରିବାର ସୁଯୋଗରେ ସେ ସାହସଟା ଯେ ଗୋଟେ ଆଚିଭ୍ କରିବା ପାଇଁ ଯୋଉ ଲଗନଟା ଦରକାର, ଯୋଉ ଭିତର କାରେଜଟା ଦରକାର, ସେଟା ବହୁତ ମାତ୍ରାରେ ତାଙ୍କଠୁ ବି ମୁଁ ପାଇଲି, ଯୋଉଟା ମତେ ଆଜି ପର୍ଯ୍ୟନ୍ତ ସେଇ ମେଣ୍ଟାଲିଟି ରଖିବା ପାଇଁ ବାଧ୍ୟ କରିଛି ମୋ ଦେହ ମତେ ବଡି। ଯେ ସେମିତି କିଛି ତାଙ୍କ ସହିତ ଇନସିଡେଣ୍ଟ ଭାଇ, ମାନେ ଫର୍ଷ୍ଟ ଟାଇମ ଯୋଉ ଦେଖା ହେଇଥିଲା ଲୁଲୁ ଭାଇଙ୍କ ସହିତ, ତାଙ୍କୁ ଯୋଉ ଆଦର୍ଶରେ ଅନୁପ୍ରାଣିତ ହେଲେ କାଜୁଆଲ ଦେଖା ମାନେ ଏମିତି କିଛି ତାଙ୍କ ଭିତରେ ଦେଖିଲେ ଯୋଉଟା କି ମାନେ ବାଜିଗଲା ପୁରା ହାର୍ଟ। ଦୁଇ ଚାରି ପଦ କଥା ଆଚ୍ଛା। ମତେ ଲାଗିଲା, ଗୋଟେ ମୁଁ ସେତେବେଳେ ଯୋଉ ଚରିତ୍ର ପିଲା ଥିଲି, ଯୋଉ ମେଣ୍ଟାଲିଟିର ପିଲା ଥିଲି ହିସାବରେ, ତ ମତେ ଲାଗିଲା ମତେ ବି, ମୁଁ ଆସିଥିଲି ସେ ପରିବାର ଗୋଟେ ଟାଇପର ଅଲଗା, ସେ ପରିବାର ଯୋଉଟା କହିଲି, ଆଜ୍ଞା କିନ୍ତୁ ସେ ଢାଞ୍ଚାରେ ପଡିଲି ତାପରେ ପରେ। ଆଚ୍ଛା। ସେଠି ସେ ତାଙ୍କର ସିଏ ଯଦିଓ ମାଷ୍ଟର ଭଳିଆ ଶିକ୍ଷାଦାନ କରୁନଥିଲେ, ଆଜ୍ଞା। କିନ୍ତୁ ତାଙ୍କ ପ୍ରତିଟି ଶୈଳୀରେ କିଛି କିଛି ଶିଖିବାର ଥିଲା। ଯୋଉଟା ମୁଁ ଶିକ୍ଷାଟା ଆଜ୍ଞା ମତେ ଜେଜେବାପାଙ୍କଠୁ ଆରମ୍ଭ କରି ବାପା ମା ପରେ ଲୁଲୁ ଭାଇଙ୍କ ଯୋଉ ଶିକ୍ଷାଟା ମତେ ଆଜି ପର୍ଯ୍ୟନ୍ତ ଗୋଟେ ସଂଘର୍ଷ କରିବା ମେଣ୍ଟାଲିଟି ଦିଆଯାଇଛି। ସେଇପାଇଁ ସବୁବେଳେ ମୁଁ ସବୁଥର ବିପରୀତ ତିଆରି ଚାଲେ। ଫ୍ଲୋରେ ଚାଲିଲେ ଡେଭଲପ ଦେଖି ହବ। ଆମ ଯୋଉ ମୟୂରଭଞ୍ଜ ଯୋଉ ପଲିଟିକାଲ ଯାହାବି ସିନେରୀ ଅଛି, ତେଣୁ ବିରୋଧରେ ଚାଲିଲା ବେଳକୁ ଆମେ ବହୁତଟା ସଫଳ ହେଇଛେ, ଯେ ବିଫଳ ବି ହେଇଛେ, ଯୋଉଟା ପାଇଁ ସଂଘର୍ଷ କରାଯାଇଛି। କିନ୍ତୁ ଆଜିକା ଡେଟରେ ଯୋଉ ଅନୁସାରେ ସମସ୍ତ ମେଣ୍ଟାଲିଟି ରହିବା କଥା, ବେସିକାଲି ୟୁଥଙ୍କର, ୟୁଥ ଆଉ ସେ ମେଣ୍ଟାଲିଟି ବହୁତ କମ ଦେଖା ହଉଛି। ଆମେ ଯେତେବେଳେ କଲେଜ ଇଲେକ୍ସନ ଲଢୁଥିଲେ, ସେଟା ଆମେ ଜିତିବା ଇଏରେ ଲଢୁଥିଲେ, କିନ୍ତୁ ଆଜିକା ଡେଟରେ କଲେଜ ଇଲେକ୍ସନଟା ଫ୍ୟାସନ ହେଇଛି। ଭାଇ ଏବେ ତ କଲେଜ ଇଲେକ୍ସନ ବନ୍ଦ ହେଇଯାଇଛି, ମାନେ ଗୋଟେ ତ ଇଲେକ୍ସନ ହବ, ହେଇପାରେ ରହିପାରେ, କିନ୍ତୁ ଯୋଉ ଟାଇମଟା ବି ସେଇ ଇଏରୁ ଆସିଲେ ପିଲାଙ୍କ ସେ ମନୋବୃତ୍ତିରେ ଆଜିକାଲି ନାହିଁ। ଆମେ ଗୋଟେ ସବଜେକ୍ଟ ପାଇବା ପାଇଁ ଆମେ କଲେଜରେ ଆନ୍ଦୋଳନ କରୁଛୁ, ଯୋଉଟା ଆଜିକା ଡେଟରେ ଦେଖି ଆଉ ସେଇଟା କି ପାଇଁ ହଉଛି ଭାଇ, ମାନେ ଆଗରୁ ଏବେର ଡିଫରେନ୍ସ ଆପଣ କଣ କହିବେ? ବର୍ତ୍ତମାନ ଯୋଉ ଅନୁସାରେ ରାଜନୀତି ଚାଲିଛି, ରାଜ୍ୟ ହଉ କି ଦେଶ ହଉ, ସେମାନେ ଯୋଉ ଗୋଟେ ଦେଖେଇ ଦଉଛନ୍ତି ଏଟା ହବ ସେଟା ହବ, ପିଲା କଷ୍ଟ ନ କରି ଯଦି ଫଳ ପାଇତେ ଆଶା କରିବେ, ସେମାନେ ଚାଲିବେ ଠିକ ଅଛି, ବହୁତ ଦିନ ରୁହେ, ଲଙ୍ଗ ଟର୍ମରେ କିଛିଟା କଷ୍ଟ ହେଇଯିବ। ଆଗରୁ ମୁଁ ମୟୂରଭଞ୍ଜ ଜିଲ୍ଲାକୁ ବିଲଙ୍ଗସ କରୁଛି, ଯଦି ମୋ ଭିତରେ ଆସିଲା କି ମୁଁ ଲଢେଇ କରିପାରିବି, ସଂଘର୍ଷ କରିପାରିବି, ମୟୂରଭଞ୍ଜ ଜିଲ୍ଲା ପାଇଁ କିଛି କରିପାରିବି, ତ ସେଇ ଅନୁସାରେ ମୋ ସହିତ ବି କିଛି ୟୁଥ ମିଶିଲେ ସେମାନଙ୍କର ବି କିଛି ମେଣ୍ଟାଲିଟି ରହିଛି, ନ ଡାଉଟ୍। ନହେଲେ ଏତେ ଦିନ ଗୋଟେ ସଂଗଠନ ଆମେ ଯୋଉଟା ବିଲଙ୍ଗ କରୁଛୁ ବଞ୍ଚିଲା ଚାଲି ନଥାନ୍ତା, ଆଜିକା ଡେଟ୍ ସେ ମେଣ୍ଟାଲିଟି ଅଛି। କିନ୍ତୁ ଯୋଉ ଅନୁସାରେ ସୋସିଆଲ ମିଡିଆରେ ୟୁଥଙ୍କର ଆକ୍ଟିଭନେସ୍ ପାର୍ଟିସିପେଟ ଆମେ ଦେଖୁଛେ, ଯଦି ସେଇଟା ଡେଭଲପମେଣ୍ଟ ମୟୂରଭଞ୍ଜ ପାଇଁ ସେ ପାର୍ଟିସିପେସନ ହେଇଥାନ୍ତା, ତାହେଲେ ମୟୂରଭଞ୍ଜ ସବୁ ଜିନିଷର ଆହୁରି ଆଗକୁ ଯାଇପାରିଥାନ୍ତା, ଯୋଉଟା ମୟୂରଭଞ୍ଜ ଜିଲ୍ଲାରେ ଅଛି, ହୁଏତ ଓଡିଶାର କୋଉ ଜିଲ୍ଲାରେ ନାହିଁ। ଆମର ମାନେ ଆପଣଙ୍କ କହିବା କଥା ଭାଇ, ଏବେ ଯୋଉଟା କରୁଛନ୍ତି ସୋସିଆଲ ମିଡିଆରେ ଏବେକାର ୟୁଥ ମାନେ,
ମାନେ ସେଟା କିଛି ବେନିଫିସିଆଲ ହଉନି ସୋସାଇଟି ପ୍ରତି ରିଲ ବନେଇବା ମାନେ ଗୋଟେ ଏନଜୟମେଣ୍ଟ ପାଇଁ ଠିକ ହଁ, ଅଛି enjoyment କିନ୍ତୁ ପାଇଁ ଠିକ। ସୋସାଇଟିର ବେନିଫିଟ କିଛି ହବାର Right. ସେତେ ଲାଗୁନି କାହା ମା ଯଦି କିଏ ହୁଁ। ଗୋଟେ କରିଦେଲେ ସେଟା ଅଲଗା କଥା ହୁଁ। କିନ୍ତୁ ମ୍ୟାକ୍ସିମମ୍ ଯୋଉଟା ଯାଉଛି ସେଥିରେ କିଛି ସୋସାଇଟି ତ ବିଶେଷ କରି ଆମେ ଯେ ଜିଲ୍ଲାକୁ ବିଲଙ୍ଗସ କରୁଛେ ଆମ ଜିଲ୍ଲା ତ ଡେଭଲପ ହେଇପାରିବ ସେ କଥା Right. ବଟ୍ ଭାଇ ମେସେଜ ଟା ଜଲ୍ଦି ପହଞ୍ଚୁଛି ମାନେ ଯୋଉଟା ଆପଣଙ୍କ ଟାଇମରେ କିଛି ଗୋଟେ ଆପଣଙ୍କୁ ପୁରା ସୋସାଇଟିକୁ କିଛି ଗୋଟେ କହିବାର ଥିଲା ସେତେବେଳେ ଟଫ୍ ହଉଥିଲା ନିଶ୍ଚିତ ଭାବରେ କମ୍ୟୁନିକେସନ Right. ସ୍କିଲ ଟା ସୋସିଆଲ ମିଡିଆ ଥ୍ରୋରେ ବଢିଛି ବଢିଛି ହଁ। କିନ୍ତୁ ୟୁଟିଲାଇଜେସନ utilization ହେଇପାରୁନି। ସେଇଟା ହଉଛି ଅସୁବିଧା ରହୁଛି ଯଦି ମେଣ୍ଟାଲିଟି ମ୍ୟାକ୍ସିମମ୍ ମୟୂରଭଞ୍ଜ ପିଲାଙ୍କର ଏଇଗା ହେଇଯାଏ ପାଠ ପଢୁଆ ପିଲା ବି ଚିନ୍ତା କରିବା ଦରକାର ହୁଁ। ଯେ ମୟୂରଭଞ୍ଜ ଜିଲ୍ଲା ଗୋଟେ ଏମିତି ଜାଗା ଯେଟା ନ୍ୟାଚୁରାଲ ରିସୋର୍ସ ଟୁରିଜିମ ହୁଁ। ସେକ୍ଟରଟା ହୁଁ, ଯୋଉ ମାତ୍ରାରେ ଅଛି ହୁଁ, ଯୋଉଟା ମୁଁ 10-15 ବର୍ଷ ଯେତେବେଳେ ଏକା ନେତାର ମନରେ ଜ୍ଞାନ ହିଁ ନଥିଲା ଯେ ଟୁରିଜିମ ଗୋଟେ ଏମିତି ଇଣ୍ଡଷ୍ଟ୍ରି ହେଇପାରିବ ଯୋଉଟା ଡାଇରେକ୍ଟଲି ଇନଡାଇରେକ୍ଟଲି ୟୁଥ ଏନଗେଜମେଣ୍ଟ ଦେଇପାରିବ ଆଜ୍ଞା। ଆଉ ଲୋକାଲି ମାନେ ଇକୋନୋମିକାଲ ଗ୍ରୋଥ ହବ ଗ୍ରୋଥ ହବ Right. ଯୋଉଟା କରୋନା ପରେ ୱାର୍ଲଡ ବି ତାର ଇଏ ଚିନ୍ତା କଲା ଯେ ଟୁରିଜିମ ଟ୍ରାଭେଲ ହିଁ ଗୋଟେ ମାଧ୍ୟମ ଯୋଉଟା ମ୍ୟାକ୍ସିମମ୍ ବେନିଫିଟ ଦଉଛି ଆଉ ମ୍ୟାକ୍ସିମମ୍ ଫାଇନାନ୍ସିଆଲ ସପୋର୍ଟ ଦଉଛି ଇକୋନୋମିକୁ ଇକୋନୋମିକାଲ ଗ୍ରୋଥ Right. କରୁଛି ତ ସେଟା ଆମ ନେତାଙ୍କୁ ବୁଝିବା ତ ଆଜି ବି ଡେରି ହେଇଗଲା Right. ଯୋଉ ୟୁଥ ମାନେ ବାହାରେ ଯାଇକି ଇଏ କରୁଛନ୍ତି ବିଭିନ୍ନ ବଡ ବଡ ସୋସାଇଟି ରହୁଛନ୍ତି ସେମାନେ ବୁଝିବା ଦରକାର ଥିଲା ମତେ ହାଇଦ୍ରାବାଦ ବାଙ୍ଗାଲୋର ଯିବାର ଅସୁବିଧା ନାହିଁ Right. ଯାଆନ୍ତୁ ପାଠ ପଢିଛନ୍ତି ଯାଆନ୍ତୁ କିନ୍ତୁ ସେମ ଜିନିଷ ଏଇ ଜିଲ୍ଲାରେ ବି ହେଇପାରିବ ହୁଁ, ହୁଁ। ସେମିତି ବି ତ କିଛି ଦୁଷ୍ଟାନ୍ତମୂଳକ ରହିଛି ନା ହୁଁ, ତ ଆଜିକାଲି ଏଠି ଗୋଟେ ରିକ୍ସା ବାଲାର ଝିଅ ବି ରିକ୍ସା ବାଲା ପୁଅ ବି ତ ଆଏସ ହଉଛି ହୁଁ, ହୁଁ। ହୁଁ, ସେଟା ତାଙ୍କର ଲୋକ ଦରକାର ହୁଁ, ତ ସେଇ ଇଚ୍ଛା ଶକ୍ତିଟା ବହୁତ କମି ଯାଇଛି ମୋର ଆମ ଜିଲ୍ଲା କଥା ତ କହିବି ହୁଏତ ଆମ ଷ୍ଟ୍ରାଇକ ରେ ଗାଡି ଭାଙ୍ଗିପାରେ ଘର ଭାଙ୍ଗିପାରେ ଇଏ ଭାଙ୍ଗିପାରେ ସେଟା ଅଲଗା କଥା ଆଜ୍ଞା। କିନ୍ତୁ ଆମକୁ କିଛି ତ କରତେ ପଡିବ ହୁଁ। ତାହେଲେ ଲୋକଙ୍କୁ ନଜର କେମିତି ସରକାରକୁ ଆସିବା ଆଉ ଏଠି ଏତେ ସ୍ଲୋ ପଲିଟିକ୍ସ ଥିଲା ସେଟା ନଜର ଆସୁନଥିଲା ମାନେ ଭାଇ ନିର୍ବାଚନ ଆସିଲା ପରେ ମୟୂରଭଞ୍ଜକୁ ଚିହ୍ନିବାର ଗୋଟେ ପ୍ରୟାସ ହେଲା ହୁଁ, ନହେଲେ ହୁଁ। ଚିହ୍ନୁଥିଲେ କେତେବେଳେ ନିଗମାନନ୍ଦ ପୋଡିରେ ବିଶ୍ୱରେ ଜାଣିବେ ମୟୂରଭଞ୍ଜ ଅଛି ହୁଁ। ସେଇଠି ଗୋଟେ ବଡ ମାଡ ହେଇଗଲା ସେଇଠି ଜାଣିବେ ଆଜ୍ଞା। ନହେଲେ ୱିଦାଉଟ୍ ଡିଜାଷ୍ଟର ମୟୂରଭଞ୍ଜ ରାଜ୍ୟ ନା ଦେଶରେ ପରିଚିତ ହେଇପାରୁନ ତ ସେଇଟା ପାଇଁ ଭାଇ ଖାଲି ନେତୃବୃନ୍ଦ ହିଁ ଦାୟୀ ଥିଲେ ରାଜନୈତିକ ନା ଜନସାଧାରଣ ବି କିଛି- ସାଧାରଣ ଜନତାଙ୍କର ଭୁଲ ଅଛି ନା ଦେଖନ୍ତୁ ଆମେ ଗୋଟେ ବିଧାୟକକୁ ଜିତେଇକି ପଠେଇଲେ ଯଦି ବିଧାୟକ ସେଇ 5 ବର୍ଷ ଆମ ପାଇଁ କାମ ନ କରିବ ଆଉ ତାକୁ ଆମେ ଯଦି ଭୋଟ ଦେଲା ପରେ ବି ଆମେ ରାସ୍ତାରେ ପଚାରିବା ନାହିଁ ହୁଁ। ଯେ କାହିଁକି କଲୁ ନାହିଁ ତାହେଲେ ତ ସେ ବିଧାୟକ ତା ମନ ଇଚ୍ଛାରେ କାମ କରିବ ହୁଁ। ସେ ଦେଖୁଛି ବିରୋଧ ନାହିଁ ହୁଁ, Right. ହୁଁ, ତେଣୁ ପ୍ରଥମରୁ ଆମର ସ୍ଲୋଗାନ ଥିଲା ଏ ସ୍ଲୋଗାନ ସମସ୍ତଙ୍କୁ ଅଲଗା ଲାଗିପାରେ ଆମେ ପ୍ରଥମରୁ କହିଥିଲେ ଯଦି କୌଣସି ନିର୍ବାଚିତ ପ୍ରତିନିଧି ସେ ଅଞ୍ଚଳ କାମ କରୁନି ତାହେଲେ ସେ ଟୋକା ହୁଅନ୍ତୁ ସିନିୟର ଲୋକ ହୁଅନ୍ତୁ କି ମା ମାଉସୀ ହୁଅନ୍ତୁ ହୁଁ, ହୁଁ। ରାସ୍ତା ଯଦି ଡାକି କୌଣସି ଅକୃତିକର ତାଙ୍କୁ କରନ୍ତି Right. ନିଶ୍ଚିତ ଭାବେ ତାଙ୍କୁ ଏରିଆ ଆସିଲେ ଲାଜ ଲାଗିବ ଆଉ ଯଦି ଏରିଆ ଆସିବାକୁ ଚାହାନ୍ତି ତାହେଲେ ତାଙ୍କୁ ସେ କାମ କରିବାକୁ ପଡିବ ହୁଁ, ହୁଁ। ଏଟାର ଆବଶ୍ୟକତା ମୟୂରଭଞ୍ଜ ଜିଲ୍ଲାର ବହୁତ ଆଜ୍ଞା। ତାହେଲେ ଦେଖନ୍ତୁ ଆମର ଅଧିଷ୍ଠାତି ଦେବୀ ଖିଚିଂ ମା Right. ତାଙ୍କର ମାସେ ତଳେ ଭାଙ୍ଗିଗଲା ଚୂଳ ବଜ୍ର ଇଏ ହେଲେ ତାକୁ ଗୋଟେ ଆର୍ଥିକ ଏତେ ଗୋଟେ ବ୍ୟବସ୍ଥା ହେଇପାରେ ଆମେ ବାରବାର ଅବଗତ କରିସାରିଲା ପରେ ହୁଁ। ପୁଣି ସେଇଟା ପାଇଁ କେସ୍ ଖାଇବାକୁ ପଡିବ ରାସ୍ତାକୁ ଉଲ୍ଟେ ପଡିବ ମେଣ୍ଟାଲିଟି ଆମ ଲୋକଙ୍କର ଏଇଟା ଆଜ୍ଞା। ସେଇ ମନ୍ତ୍ରୀ ଅଛନ୍ତି ହୁଁ। ଅଧିଷ୍ଠାତି ଦେବୀର ଅବସ୍ଥା ଖରାପ ହେଇଛି ସେ ଜାଣିପାରୁନାହାନ୍ତି ଦେଖ ନବ ରୂପାନ୍ତରରେ ଓଡିଶା ସାରା ରାଜ୍ୟ ସରକାର ଗତ ରାଜ୍ୟ ସରକାର ସବୁ ମନ୍ଦିର ଶହ ଶହ କୋଟି ଟଙ୍କା ଦେଲେ ଆଜ୍ଞା। ଆମ କୌଣସି ମନ୍ଦିର ଏମିତି ନାହିଁ ସେଠି 5-7 କୋଟି 8 କୋଟିରୁ ଅଧିକା ଦେଇଛୁ ବାରିପଦା ଆମେ କାହାକୁ ବିରୋଧ ଦେଇଛୁ ସବୁ ଆଜ୍ଞା। ଠାକୁର ଆମ ନମସ୍ୟ ହୁଁ, ହୁଁ, ହୁଁ। କିନ୍ତୁ ଆମର ବି ତ ଅଧିଷ୍ଠାତି ଦେବୀ ଆଚ୍ଛା, ନବମ ଦଶ ପୁରୀ ଜଗନ୍ନାଥ ମନ୍ଦିର ଉପର ନା ଆଜ୍ଞା। ଆଉ କଳା ମୁଗୁନି ପତ୍ର ବିଶ୍ୱର ଗୋଟେ ହୁଁ। ଆଉ ତାକୁ ଯଦି ସମ୍ମାନ ଏମାନେ ଦେଇପାରିବେନି ଆଉ ତାପରେ ଆମେ ଯଦି ବିରୋଧ କରିବା ଯଦି ଆମକୁ ଯେ ଆଖ୍ୟା ଦେଲେ ବି ଆମର ଅସୁବିଧା କିଛି ନାହିଁ ଆଜ୍ଞା। ଆମେ ଆକ୍ଚୁଆଲି ବହୁତ ଆଗକୁ ପଳେଇଲେ ଭାଇ କଲେଜ ଲାଇଫ ଟା କେମିତି ଥିଲା କଲେଜ ସେମିତିକା କିନ୍ତୁ ଆଗରୁ ଯୋଉ ସେ ଗୋଟେ ଭାଇଚାରା ଥିଲା କଲେଜ ଆଚ୍ଛା ଆଗେ ବର୍ଷ ଜାଣିପାରୁନି କିନ୍ତୁ ସେତେବେଳେ ଆମେ ଧର ଗୋଟେ କଲେଜ ପିକନିକରେ ସାଧା ତରକାରୀ ରୁଟି ଖାଇତେ ଗଲା ବେଳକୁ ବି ସେ ଯୋଉ ଆନ୍ତରିକତା ଥିଲା ଆଜ୍ଞା। ଏବେ ତା କଲେଜ ହଉନାହିଁ ହୁଁ, ହୁଁ। ଯେତେ ବଡ ବଡ ଡିସ୍ ଖାଇସାରିଲା ପରେ ବି ଆଉ ସେତେବେଳେ ଏନଜୟମେଣ୍ଟ ଟା ତ ନ ଡାଉଟ ଗୋଟେ ଅଲଗା ଥିଲା କଲେଜ ଲାଇଫ ତ ସମସ୍ତେ ଯାଇଥିବ ଆଜ୍ଞା। ସେ ମଜା ଥିଲା ସେଟାକୁ ଆମେ ଅନୁଭବ ପୁରା ଉପଭୋଗ କରୁଛୁ ସେଇ ଟାଇପ ଟା Right. କଲେଜ ଇଲେକ୍ସନ ହଉ ସେ ଛୋଟ ମୋଟ ଗଣ୍ଡଗୋଳ ନିଜ ଭିତରେ ମତାନ୍ତର ମନାନ୍ତର ଆମେ ଏଇ ଗୋଟେ ଗୋଟେ story ଶୁଣିଲେ ଭାଇ। ଆପଣଙ୍କୁ ୱାନ୍ ମ୍ୟାନ୍ ଆର୍ମି କହୁଥିଲେ ଏମିତି ବହୁତ ଇନସିଡେଣ୍ଟ ହେଇଛି ନା ସେ ଜିପୁଲା ୟୁନିଭର୍ସିଟି ମେଡିକାଲ କଲେଜ ପାଇଁ ସେଇ ଷ୍ଟୋରିଟା University ପାଇଁ। ସେଇ ଷ୍ଟୋରିଟା ଆକ୍ଚୁଆଲି ହେଇଥିଲା କଣ ସେଠି ଗୋଟେ କଲେଜ ସାଇକ ବସିଥିଲେ ତ 3 ଦିନ ଧରିକି ବସିଲେ ପିଲା କେହି ଶୁଣୁନାହାନ୍ତି ଆଜ୍ଞା। ତ ଆମେ ଦେଖିଲୁ ଗଭର୍ଣ୍ଣମେଣ୍ଟ ସେଠି ଷ୍ଟ୍ରାଇକଟା କୋଉ ପାଇଁ ଥିଲା ମନେ ନାହିଁ କଲେଜ ଇସ୍ୟୁ କମ୍ ମେଡିକାଲ ଭଞ୍ଜ ସେନାର ଆଇଡିଆ ଟା କେମିତି ଆସିଲା 1998 ରେ ମାନେ
କେମିତି ସେଇ ସେ ବିପ୍ଳବଟା ମାନେ ସେଇ ଟାଇମ ରେ କିଏ ଥିଲେ ଭାଇ ଆପଣଙ୍କ ସାଙ୍ଗରେ? ବହୁତ ସିନିୟର ଲୋକ ଥିଲେ, ଆଚ୍ଛା। ଯେମିତି ଆମର ଦୀପକ ଷଡଙ୍ଗୀ ସାର୍ ଆଜ୍ଞା ଯେ ପ୍ରିନ୍ସିପାଲ ଥିଲେ, ସିଏ ଗୋଟେ ଆମକୁ ଲୋଗ ଦେଇଥିଲେ, ଯୋଉଟା ଆଜି ବି ଆମେ କରେ ସଂଘ ସଂକଳ୍ପ ସାଧନା। ଆଚ୍ଛା ସଂଘ ଆମେ କଲେ ଗୋଟେ ସଂକଳ୍ପ ନେଲେ, ଆଉ ସେଇଟାକୁ ସାଧନା କରି କେମିତି ଆମେ ସକ୍ସେସ ହବା, ସେଟା ଦୀପକ ଷଡଙ୍ଗୀ ସାରଙ୍କର ଇଏ ଥିଲା। ତ ବହୁତ ଗୁଡିଏ କାରିଗର ପଛରେ ବି ରହିଥିଲେ। ଯୋଉ ଉତ୍ତମ ମହାନ୍ତି ସାର୍ ଉତ୍ତମ ମହାନ୍ତି ବି ଅଛନ୍ତି, ବହୁତ ଏମିତି ଲୋକ ଯୋଉମାନେ ବ୍ୟକ୍ତିଗତ ସ୍ତରରେ ଆମ ସହିତ ଅଛନ୍ତି। କାମ ସେବେଠୁ ଆଇଡିଆ ଟା କେମିତି ଆସିଲା ଭାଇ? ମାନେ ସେତେବେଳୁ ଏଇ କନସେପ୍ଟ ମାନେ ମାଇଣ୍ଡ ରେ ଥିଲା କି ଆମକୁ ବିରୋଧରେ ହେଇପାରୁନି, ଆମକୁ ସେଇଟା କରିବା ବିରୋଧ ନାହିଁ, ଯେହେତୁ ଏଠି ରାଜନୈତିକ ନେତୃବୃନ୍ଦ ମାନେ ଏତେ ଚୁପଚାପ ଧୀର, ଆଉ ଆମେ ଦେଖିଲେ ଯେ ଯଦି ଏଗ୍ରେସିଭନେସ୍ ନ ଦେଖେଇବା, ସେଟା ଲୋକ କଣ ବି କୁହନ୍ତୁ ଅଲଗା କଥା, କିନ୍ତୁ ଏଗ୍ରେସିଭନେସ୍ ନ ଦେଖେଇଲେ ଆମ ଜିଲ୍ଲା ଡେଭଲପ ହେଇପାରିବ। ନଜର କେମିତି ସରକାରକୁ ଆସିବା, ଆଉ ଏଠି ଏତେ ସ୍ଲୋ ପଲିଟିକ୍ସ ଥିଲା, ସେଟା ନଜର ଆସୁନଥିଲା। ଦୂରଦର୍ଶନ ଆସିଲା ପରେ ମୟୂରଭଞ୍ଜକୁ ଚିହ୍ନିବାର ଗୋଟେ ପ୍ରୟାସ ହେଲା, ନହେଲେ ଚିହ୍ନୁଥିଲେ କେତେବେଳେ ନିଗମାନନ୍ଦ ପୁଡିରେ ବିଶ୍ୱ ଜାଣିବେ ମୟୂରଭଞ୍ଜ ଅଛି, ସେଇଠି ଗୋଟେ ବଡ ମାଡ଼ ହେଇଗଲା, ସେଇଠି ଜାଣିବେ, ନହେଲେ ୱିଦାଉଟ୍ ଡିଜାଷ୍ଟର ମୟୂରଭଞ୍ଜ ରାଜ୍ୟ ନା ଦେଶରେ ପରିଚିତ ହେଇପାରୁନ। ତ ସେଇଟା ପାଇଁ ଭାଇ ଖାଲି ନେତୃବୃନ୍ଦ ହିଁ ଦାୟୀ ଥିଲେ ରାଜନୈତିକ, ନା ଜନସାଧାରଣ ବି? ସାଧାରଣ ଜନତାଙ୍କର ଭୁଲ ଅଛି ନା। ଦେଖନ୍ତୁ, ଆମେ ଗୋଟେ ବିଧାୟକକୁ ଜିତେଇକି ପଠେଇଲେ, ଯଦି ବିଧାୟକ ସେଇ 5 ବର୍ଷ ଆମ ପାଇଁ କାମ ନ କରିବ, ଆଉ ତାକୁ ଆମେ ଯଦି ଭୋଟ ଦେଲା ପରେ ବି ଆମେ ରାସ୍ତାରେ ପଚାରିବା ନାହିଁ ଯେ କାହିଁକି କଲୁ ନାହିଁ, ତାହେଲେ ତ ସେ ବିଧାୟକ ତା ମନ ଇଚ୍ଛାରେ କାମ କରିବ, ସେ ଦେଖୁଛି ବିରୋଧ ନାହିଁ। ପ୍ରଥମରୁ ଆମର ସ୍ଲୋଗାନ ଥିଲା, ଏ ସ୍ଲୋଗାନ ସମସ୍ତଙ୍କୁ ଅଲଗା ଲାଗିପାରେ, ଆମେ ପ୍ରଥମରୁ କହିଥିଲେ ଯଦି କୌଣସି ନିର୍ବାଚିତ ପ୍ରତିନିଧି ସେ ଅଞ୍ଚଳ କାମ କରୁନି, ତାହେଲେ ସେ ଟୋକା ହୁଅନ୍ତୁ, ସିନିୟର ଲୋକ ହୁଅନ୍ତୁ କି ମା ମାଉସୀ ହୁଅନ୍ତୁ, ରାସ୍ତା ଯଦି ଡାକି କୌଣସି ଅକୃତିକର ତାଙ୍କୁ କରନ୍ତି, ନିଶ୍ଚିତ ଭାବେ ତାଙ୍କୁ ଏରିଆ ଆସିଲେ ଲାଜ ଲାଗିବ, ଆଉ ଯଦି ଏରିଆ ଆସିବାକୁ ଚାହାନ୍ତି ତାହେଲେ ତାଙ୍କୁ ସେ କାମ କରିବାକୁ ପଡିବ। ଏଟାର ଆବଶ୍ୟକତା ମୟୂରଭଞ୍ଜ ଜିଲ୍ଲାର ବହୁତ। ତମେ ଦେଖନ୍ତୁ, ଆମର ଅଧିଷ୍ଠାତ୍ରୀ ଦେବୀ ଖିଚିଂ ମା, ତାଙ୍କର ମାସେ ତଳେ ଭାଙ୍ଗିଗଲା ଚୂଳ ବଜ୍ର ହେଲେ ତାକୁ ଗୋଟେ ଆର୍ଥିକ ଏତେ ବହୁତ ବ୍ୟବସ୍ଥା ହେଇପାରେ, ଆମେ ବାରବାର ଅବଗତ କରିସାରିଲା ପରେ ପୁଣି ସେଇଟା ପାଇଁ କେସ୍ ଖାଇବାକୁ ପଡିବ, ରାସ୍ତାକୁ ଉଲ୍ଟେ ପଡିବ, ମେଣ୍ଟାଲିଟି ଆମ ଲୋକଙ୍କର ଏଇଟା। ସେଇ ମନ୍ତ୍ରୀ ଅଛନ୍ତି, ଅଧିଷ୍ଠାତ୍ରୀ ଦେବୀର ଅବସ୍ଥା ଖରାପ ହେଇଛି, ସେ ଜାଣିପାରୁନାହାନ୍ତି। ଦେଖ, ନବ ରୂପାନ୍ତରରେ ଓଡିଶା ସାରା ରାଜ୍ୟ ସରକାର, ଗତ ରାଜ୍ୟ ସରକାର ସବୁ ମନ୍ଦିର 100 ଟଙ୍କା ଦେଲେ, ଆମ କୌଣସି ମନ୍ଦିର ଏମିତି ନାହିଁ ସେଠି 5-7 କୋଟି 8 କୋଟିରୁ ଅଧିକା ଦେଇଛୁ। ଆମେ କାହାକୁ ବିରୋଧ ଦେଇଛୁ, ସବୁ ଠାକୁର ଆମ ନମସ୍ୟ, କିନ୍ତୁ ଆମର ବି ତ ଅଧିଷ୍ଠାତ୍ରୀ ଦେବୀ ନବମ ଦଶ ପୁରୀ ଜଗନ୍ନାଥ ମନ୍ଦିର ଉପର ନା, ଆଉ କଳା ମୁଗୁନି ପତ୍ର ବିଶ୍ୱର ଗୋଟେ, ତାକୁ ଯଦି ସମ୍ମାନ ଏମାନେ ଦେଇପାରିବେନି, ଆଉ ତାପରେ ଆମେ ଯଦି ବିରୋଧ କରିବା, ଯଦି ଆମକୁ ଯେ ଆଖ୍ୟା ଦେଲେ ବି ଆମର ଅସୁବିଧା କିଛି ନାହିଁ। ଆମେ ଆକ୍ଚୁଆଲି ବହୁତ ଆଗକୁ ପଳେଇଲେ। ଭାଇ କଲେଜ ଲାଇଫ ଟା କେମିତି ଥିଲା? କଲେଜ ସେମିତିକା ଆଗରୁ ଯୋଉ ସେ ଗୋଟେ ଭାଇଚାରା ଥିଲା କଲେଜ, ଆଜି ବର୍ଷ ଜାଣିପାରୁନି, କିନ୍ତୁ ସେତେବେଳେ ଆମେ ଧର ଗୋଟେ କଲେଜ ପିକନିକରେ ସାଧା ତରକାରୀ ରୁଟି ଖାଇତେ ଗଲା ବେଳକୁ ସେ ଯୋଉ ଆନ୍ତରିକତା ଥିଲା, ଏବେ ତା ଯେତେ ବଡ ବଡ ଡିସ୍ ଖାଇ ସାରିଲା ପରେ, ଆଉ ସେତେବେଳେ ଏନଜୟମେଣ୍ଟ ଟା ତ ଗୋଟେ ଅଲଗା ଥିଲା। କଲେଜ ଲାଇଫ ତ ସମସ୍ତେ ଯାଇଥିବ, ସେ ମଜା ଥିଲା, ସେଟାକୁ ଆମେ ଅନୁଭବ ପୁରା ଉପଭୋଗ କରୁଛୁ ସେଇ ଟାଇପ ଟା। କଲେଜ ଇଲେକ୍ସନ ହଉ, ସେ ଛୋଟ ମୋଟ ଗଣ୍ଡଗୋଳ ନିଜ ଭିତରେ ମତାନ୍ତର ମନାନ୍ତର, ଆପଣଙ୍କୁ ୱାନ୍ ମ୍ୟାନ୍ ଆର୍ମି କହୁଥିଲେ, ସେମିତି ବହୁତ ଇନସିଡେଣ୍ଟ ହେଇଛି ନା ସେ ପଢିଲା ବେଳେ ୟୁନିଭର୍ସିଟି ମେଡିକାଲ କଲେଜ ପାଇଁ ସେଠି ଗୋଟେ କଲେଜ ଷ୍ଟ୍ରାଇକ ବସିଥିଲେ, ତ 3 ଦିନ ଧରିକି ବସିଲେ ପିଲା କେହି ଶୁଣୁନାହାନ୍ତି, ତ ଆମେ ଦେଖିଲୁ ଗଭର୍ଣ୍ଣମେଣ୍ଟ ସେଠି କଲେଜ ଇସ୍ୟୁ କମ୍ ମେଡିକାଲ କଲେଜ ୟୁନିଭର୍ସିଟି, ତ ସେତେବେଳେ ଏମିତି ଇନସିଡେଣ୍ଟ ହେଲା, ଗୋଟେ ରାଗରେ ସମସ୍ତେ କରୁଛନ୍ତି, ଆମେ କେন ପାରିବାନି, ତାହେଲେ ଆମ ନ୍ୟୁଜ ଟା ଓଡିଶା ସାରା ବାହାରିବ, ସମସ୍ତେ ଜାଣିବେ ଇସ୍ୟୁ ଏଇଟା ବୋଲି, ସେଇ ପାଇଁ ଗୋଟେ ହେଇତା ହେଇଗଲା। କିନ୍ତୁ ଆମେ ଶୁଣିଛେ ଗୋଟେ ଗ୍ୟାଙ୍ଗ ହେଇକି ପିଲା ମାନେ ଆପଣଙ୍କ ସର୍କଲ ଠିଆ ହେଇଥାନ୍ତି, ଆପଣ କହିଲେ ଯେ ଚାଲ, ସେମାନେ ବି ଜାଣିନାହାନ୍ତି ଆମେ କୁଆଡେ ଯାଉଛେ, ମାନେ ଆପଣ ବହୁତ ରାଗି ଯାଇଥିଲେ କି? ରାଗି ନାହିଁ, ମୁଁ ଇନଷ୍ଟାଣ୍ଟ ଡିସିସନ ନିଏ। ଭାବିକି କଲେ କିଛି କାମ ହେଇପାରେନି, ଭାବିକି କଲେ ମେଡିକାଲ କଲେଜ ବି ଦେଖି ପାରିନଥାନ୍ତି। ମେଡିକାଲ କଲେଜ ତ ରାଜ୍ୟ ସରକାର ଆମକୁ କହିଥିଲେ, ଏଇ ମହାରାଜା ଆମକୁ ନେଇକି ଯାଇଥିଲେ, ପ୍ରସନ୍ନାଚାର୍ଯ୍ୟ ହେଲ୍ଥ ମିନିଷ୍ଟର ଥାନ୍ତି, କହିଲେ ଆମର ଇଏରେ ଅଛି, ଯେବେ 4th ମେଡିକାଲ କଲେଜ ଓଡିଶାର ହବ, ସେତେବେଳେ ମୟୂରଭଞ୍ଜ ବାରିପଦାର ହବ, ମୟୂରଭଞ୍ଜରେ ହବ। ତା 4 ମାସ ପରେ ସେଇ ମନ୍ତ୍ରୀ ଥିଲାବେଳେ ହଠାତ୍ ଗୋଟେ ଚିଠି ଇସ୍ୟୁ ହେଲା କେନ୍ଦ୍ରକୁ, 4ଟା, କୋରାପୁଟ, ବାଲେଶ୍ୱର, ବଲାଙ୍ଗୀର, 4 ନମ୍ବର ବାରିପଦା। ସେତେବେଳେ ଏଇ ଲୁଲୁଭ ପତ୍ରକ ଅବଦାନ ଆଜି ମେଡିକାଲ କଲେଜ ପାଇଁ, ଏଇଥିପାଇଁ କହିବି, ଗୁଲାମ ନବୀ ଆଜାଦ କେନ୍ଦ୍ରରେ ହେଲ୍ଥ ମିନିଷ୍ଟର ଥିଲେ,
ଆଚ୍ଛା ସେ ତାଙ୍କ ସହିତ ବ୍ୟକ୍ତିଗତ ସ୍ତ୍ରୀ ଥିଲା, ସେ ଆମକୁ ଟିମ୍ ପଠେଇଲେ, ମୁଁ କହିଲା ପରେ ମତେ ଟିମ୍ ଗୋଟେ ପଠେଇଲେ, ଆଜ୍ଞା ସେଠି ହବା ନଥିଲା, 3ଟାରୁ ଅଧିକା ସେଠି ଦେଇନଥାନ୍ତେ, ହୁଁ ହୁଁ କିନ୍ତୁ ସେଇ ଟାଇମରେ ଲୁଲାଇଙ୍କର ସେଇ ଯୋଉ କ୍ଲୋଜନେସ୍ ସହିତ ପ୍ଲସ୍ ତାଙ୍କ ପ୍ରେସର ଫଳରେ ଆଜ୍ଞା ଏ ଛୁଆଟା ଖାଲି ହାତରେ କରିବ, ପୁରୀ ଆଉ ବାରିପଦା ପାଇଁ ମେଡିକାଲ କଲେଜ ପାଇଁ ପରମିଶନ ହେଲା ଆଚ୍ଛା ଆଚ୍ଛା ଅଲ ଇଣ୍ଡିଆ ମେଡିକାଲ କାଉନସିଲରେ ମନ୍ତ୍ରୀଙ୍କର କରିଥିଲା, ତାପରେ ଆସିଲା। ତ ଏମାନେ ଯେତେବେଳେ ଇଏ ଯାହାକୁ ଇଏ କରିଦେଲା ସିଏ କରିଦେଲା, ଆଜ୍ଞା ଆଜ୍ଞା ସେମିତି କେହି ଇଏ କରେ, କିନ୍ତୁ ପ୍ରଥମ ତ ସେଠୁ ସାଇନଟା ହେଲା ପରେ କ୍ଲିୟର ହେଲା ପରେ ତ ମେଡିକାଲ କଲେଜ ଯାହା ବି ଯେ ରାଜ୍ୟ ସରକାର ଦଉ କି ଇଏ ଦଉ ବି ଆଜ୍ଞା ସେଟା ତ ଦେବା କଥା, ତାଙ୍କ ସରକାର ଅଛନ୍ତି, ତମ କିଏ ସବୁ କରିବ, କେହି ସେମିତି ସବୁବେଳେ ପ୍ରତି ଜିନିଷରେ ଘାଟି ପାଇଁ ବି ଭାଇ ଆପଣ ଲାଗିଛନ୍ତି ହେଇଗଲାଣି 4-5 ବର୍ଷ ବଟ୍ ଏବେ ବି ସେଇ ମାନେ ଡିସିସନରେ ସେମାନେ ବି ପହଞ୍ଚି ପାରୁନାହାନ୍ତି କି ପ୍ରୋବ୍ଲେମ ଟା ରହୁଛି କୋଉଠି ପ୍ରୋବ୍ଲେମଟା ରାଜ୍ୟ କହୁଥିଲା, ସରି କେନ୍ଦ୍ର କହୁଥିଲା ରାଜ୍ୟ ସରକାର ଆମକୁ ଇଏ ଦଉନାହିଁ, ସେତେବେଳେ ଯାହା ସହମତି ଏଠି ବିଜେଡି ଥିଲେ ସହମତ ଦଉନାହିଁ, ତ ଆମେ ତାଙ୍କୁ ଲେଖିଲେ ଆଜ୍ଞା ଯଦି ମାନ୍ୟବର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଆଜ୍ଞା ଏଇ ରାଜ୍ୟ ସରକାର ଏମିତି ବିଜେପି କି କୋଉ ଭାଷାରେ ତାଙ୍କୁ ଆପ୍ରୋଚ କରୁଛି, ଯୋଉଟା ରାଜ୍ୟସଭା ପଠେଇ ଦେଇ ପାରୁଛନ୍ତି, କିନ୍ତୁ ଆମର ଗୋଟେ ଡେଭଲପମେଣ୍ଟ କାମ ବେଳକୁ ବିଜେପି କାହିଁକି ସେ ଆପ୍ରୋଚ ଟା କରିପାରୁନଥିଲା ବିଜେଡିକୁ, ଯୋଉଟା ଫଳରେ ଅବରଦା ଷ୍ଟ୍ରିଟ୍ ହଉ ଯୋଉଟା ସେମାନେ କହୁଛୁ ଆସୁଣି ଘାଟି କୁହନ୍ତୁ ଏଇଗା ହେଇପାରୁନଥିଲା, ଯଦି ଜଣେ ରାଜ୍ୟସଭାକୁ ଯାଇପାରୁଛନ୍ତି ତ ଆମ ଜିଲ୍ଲା ଡେଭଲପମେଣ୍ଟର ଅସୁବିଧା କଣ ହଉଥିଲା, ତ ଦ୍ୱାରଶୁଣୀ ଘାଟି ଯେତେବେଳେ ଆମେ ରେଗୁଲାରଲି ଲାଗୁଥିଲୁ, ଯେବେ ବନ୍ଦ କରେ କିଛି କିଛି କାମ ହେଇଯାଏ, ଥରେ ହେଇଗଲା ସାଇଡ ୱାଲ ସାଇଡ ବାଲା ଥରେ ଷ୍ଟ୍ରାଇକ କରାଗଲା, ଆଜ୍ଞା ତାପରେ ହେଲା ସେ ଯେ ଲୋକ ବୋଲଲେ ସେଟା ଆମେ କହିଲେ ଆମେ ଉଠିବା ନାହିଁ ଯେତେ ପର୍ଯ୍ୟନ୍ତ କିଛି ନ ହେଇଛି, ସେଇଦିନ ଯାହା ହୁଏ ଅଳ୍ପ ଦିନ ସେ ଠାକରେ କଲେକ୍ଟର ନା ଏବେ ଆଶିଷ ଠାକରେ ସେ ଆସିଲେ ଯାଉ ତାକୁ ଧନ୍ୟବାଦ ଦେବି, ସେ ଜିଲ୍ଲାପାଳ ହିସାବରେ ଯେତିକି ଇଏ କରିବା କଥା, ଗୋଟେ ରାତିରେ ମିଟିଂ ହେଲା, ଷ୍ଟ୍ରାଇକ ୱିଡ୍ର କରିବା ପାଇଁ କହିଲେ, ଆମେ ଷ୍ଟ୍ରାଇକ ୱିଡ୍ର କରିହବନି, ଆପଣ ଆମକୁ ଲେଟର ଦେବେ କାମ କେବେ ଆରମ୍ଭ, ରାତିରେ ମିଟିଂ କରାଗଲା, ଆମେ ଯେତେବେଳେ ଲେଟର ଦେବା ଆମେ ସେତେବେଳେ ଉଠିବା, କିନ୍ତୁ ଷ୍ଟ୍ରାଇକକୁ ଡାକା ହେଇଛି ମାନେ ବୋଲେଇବା, ଆମେ ଲେଟର ଦେଲେ ପ୍ରତି ଦିନ ତାକୁ ଇଏ କରାଗଲା, ଫଲୋଅପ୍ କରି 4-5 ଦିନ ପରେ କାମ ହେଲା, କିନ୍ତୁ ଏଇଟା ପ୍ରୋବ୍ଲେମ ହଉଛି କି ସେ ଘାଟି ଯୋଉ ଭାଗା ତୋଟା ହଉଛି, ସେ ଗୋଟେ ରାସ୍ତା ଲୋଡେଡ ଗାଡି ତ ସେଇ ବାଟେ ହେଇଯିବ, ଏଇ ଗାଡି ଆଉ ଆର ରାସ୍ତା ବି ହେଇନାହିଁ, ସେ ରାସ୍ତା ଯିବା ପାଇଁ ଏବେ ଇଏ ପସିବଲ ନାହିଁ, ସେତେ ହେଭି ଭେହିକଲ, ତ ସେଇଥିପାଇଁ ଏମାନେ ଗାଡି ଯିବେ ଲୋକ ଯିବେ ସେଟାକୁ ଦେଖିକି ବ୍ଲାଷ୍ଟିଂ କଲା ବେଳକୁ ଏଇଟା ବହୁତ ଇଏଟା ଟାଇମ୍ ଲାଗୁଛି, ସେମାନେ କହିଥିଲେ 3-4 ମାସ ସମୟ ଲାଗିବ, କିନ୍ତୁ ବର୍ତ୍ତମାନ ଯୋଉ ନିର୍ବାଚିତ ପ୍ରତିନିଧି ମାନେ କେ ଅନୁସାରେ ତାକୁ ନେବେ, ଆମେ ତ ଆମକୁ କର୍ମ କରିବା, କିନ୍ତୁ ଏମାନେ ବି ଯେହେତୁ ଏଇଟା ଦୁଇଟା ଗୋଟେ ଦଳର ସରକାର, ତେଣୁ ଚାହିଁଲେ ସ୍ପିଡି ହେଇପାରିବ ଡେଭଲପ ହେଇପାରିବ। ଏବେ ଭାଇ ଆପଣଙ୍କର ଆପ୍ରୋଚ କେମିତିକା ରହିବ, ଗଭର୍ଣ୍ଣମେଣ୍ଟ ବି ଚେଞ୍ଜ ହେଇଗଲା, ମାନେ ଯାହା ଥିଲା ଯେମିତିକା ଥିଲା ସେଥିରେ ଆମକୁ ତ ଗୋଟେ ବର୍ଷ ଆମ ଜିଲ୍ଲା ଡେଭଲପ ହବା ଦରକାର, ମୟୂରଭଞ୍ଜ ବାହାରକୁ କେବେ ଭାବି ନାହାନ୍ତି ଭାଇ? ମାନେ ଆଉଟସାଇଡ ମୟୂରଭଞ୍ଜ, ମାନେ ଆପଣଙ୍କ ଫାଇଟ ଟା ମୟୂରଭଞ୍ଜ ପାଇଁ ଭାବି ଯେ ମୋ ଘରଟା ତ ମୁଁ ଠିକ କରିପାରିଲି, ଗୋଟେ ପଡୋଶୀ ଘର ଯାଇ କେମିତି ଛାତ, ମୋ ଘର ପାଣି ଗଳୁଛି, ମୋ ଘର ପାଣି ଠିକ କରିଛା, ତାପରେ ପଡୋଶୀ ଘର ପାଣି ଠିକ କଲେ ଠିକ ହବ। ଭାଇ ମାନେ ସବୁ ସ୍ୱପ୍ନ ମାନେ ଯେମିତି ହେଇଗଲା ଆମର ମେଡିକାଲ କଲେଜ, ବହୁତ ହି ରିକ୍ୱାରମେଣ୍ଟ ଅଛି, ୟୁନିଭର୍ସିଟି, ବ୍ଲଡ ଡୋନେସନ ଯୋଉ ଇନଷ୍ଟାଣ୍ଟ ବ୍ଲଡ ଆପଣ ଷ୍ଟାର୍ଟ କରିଥିଲେ, ସବୁ କିଛି ସ୍ୱପ୍ନ ଆପଣ ତ ଦେଖିଥିଲେ ସ୍ୱପ୍ନ, କିନ୍ତୁ ଆପଣଙ୍କ ସ୍ୱପ୍ନଟା ଜନସାଧାରଣଙ୍କୁ ଦେଖେଇକି ସେମାନଙ୍କୁ ବି ଉତ୍ସାହିତ କରିବାଟା କେମିତି ଥିଲା ଜର୍ଣ୍ଣିଟା ସେଇ ଯାତ୍ରା? ଦେଖନ୍ତୁ ଏବେ ସେ ତ ଆପଣ ଜାଣିଛନ୍ତି ଏଇ ଯେ ରିସେଣ୍ଟ ଗଛ ଲଗେଇବା ପାଇଁ ଆମେ ବଞ୍ଚିଲେ ସେ ବଞ୍ଚିଲେ ଆମେ ବଞ୍ଚିବା, ଗଛ ବଞ୍ଚିଲେ ଆମେ ବଞ୍ଚିବା, ଆମର ଶତ୍ରୁ ଗଛ ସୁରକ୍ଷା ଦେବା କାମ, ତ ସେଥିରେ ଆମେ ଗଛ ଯଦି ବହୁତ ଲଗେଇବୁ, କିନ୍ତୁ ଆମ ଆୱାରନେସ ଫଳରେ ଆପଣ ଏବେ ବୁଝି ଦିଅନ୍ତୁ ଓଡିଶା ଭିତରେ ଯୋଉ ସବୁଠୁ ବେଶୀ ପ୍ଲାଣ୍ଟେସନ ହେଇଥିବ ମୟୂରଭଞ୍ଜ ଜିଲ୍ଲାରେ ହେଇଛି, ଆମେ ଯୋଉ ଅନୁସାରେ ଆୱାରନେସ କରିବା ପାଇଁ ଯୋଉ ଯେହେତୁ ଆଣୁ ଖର୍ଚ୍ଚଟା କରିକି ଲୋକ ଆୱାର ପାଇଁ କରୁଛୁ, ସେଲ୍ଫି କାଉଣ୍ଟର କରା ହଉ କି ଯାହା ଯାହା ବି ଜିନିଷ ହାତକୁ ନଉଛୁ ହେଲା, କେବଳ ଲୋକକୁ ଆୱାରନେସ କରିବା ପାଇଁ, ତ ଏଥର ତ ଏଇ ଗରମ ଫଳରେ କିଛି ମାତ୍ରାରେ ଲୋକ ତ ଆୱାର ହେଇଛନ୍ତି ନିହାତି, ନହେଲେ ଆମେ ରଥରେ ପାଖାପାଖି 250-300 ଗଛ 2 ଦିନ ଟାଣାରେ ଗଲେ, ମହିଳା ହୁଅନ୍ତୁ ସାନ ସାନ ପିଲା, ସାନ ଯଦି ଟିକେ ୟଙ୍ଗ ପିଲା ଆସିକି ଗଛ ନିଜେ ନିଜେ ବାଇକି ନଉଛନ୍ତି, ତ ଲୋକ ଆବଶ୍ୟକତା ଫିଲ୍ କଲେଣି, କିନ୍ତୁ ଆଉ ଗୋଟେ ମୁଖ୍ୟ କାରଣ ହଉଛି ଆମ ଜିଲ୍ଲାରେ ଗଛ ତ ଲଗା ହଉଛି ହବ, ଏସବୁ ତ ଗୋଟେ ପାର୍ଟ, ଯୋଉ ଅନୁସାରେ ସୌନ୍ଦର୍ଯ୍ୟକରଣ କରିବା ପାଇଁ ଯୋଉ ଗୋଟେ ଫେବର ବ୍ଲକ ଗୋଟେ ମାହୋଲ ଆସିଛି, ତ ସେଇଟା ପାଣି ଯେତେ ବଡ ମାଟି ଲେୟାର ନ ଦେଖାଯିବ ସେତେ ପର୍ଯ୍ୟନ୍ତ ଗରମ କମିବ ନାହିଁ, ଆଉ ଆଧୁନିକତା ନାଁରେ ଆମେ ଏତେ ଚାଲି ଯାଉଛେ ଆଗକୁ, ଯୋଉଟା ଆମର ତଳ ଷ୍ଟ୍ରଙ୍ଗ ନାହିଁ, କିନ୍ତୁ ଉପରେ ଚକାଚକ ଦେଖିବା ପାଇଁ ଯେତେ ବଢଉଛେ ଆମେ, ସେଟା ଅଲ୍ଟିମେଟଲି ଆମେ ଧର 5ଟା ଲୋକ ଏସି ରହିଛୁ ଅଲଗା କଥା, କିନ୍ତୁ ଯେତିକି ମିଡିଲ କ୍ଲାସ ଆଉ ଗରିବ ଲୋକ ହଇରାଣ ହଉଛନ୍ତି, ଗରମଟା ନେଇଛି, ଗରମଟା କାଟିଛନ୍ତି,
ଆମେ ନିଜେ ଖୁସିରେ ଯାଉ ଗୋଟେ ଏସି ଗାଡିରେ ବସି ଯାଉଛେ ହୁଁ। କିନ୍ତୁ ଦେଖିଲା ବେଳକୁ ଖରାପ ଲାଗୁଥାଏ ଯଦି ମୁଁ ସେଇ ଲେବୁଲରେ ଥାନ୍ତି ତାହେଲେ ମୁଁ କି ହେଇଥାନ୍ତି। ତ ସେଟା ଆମକୁ ସମସ୍ତଙ୍କୁ ଚିନ୍ତା କରିବାର ଅଛି। ଏଇଠି ଭାଇ ଗୋଟେ ମାଇଣ୍ଡରେ କ୍ୱେଶ୍ଚନ ବି ଆସେ କି ଆମେ ଡେଭଲପମେଣ୍ଟ ପାଇଁ କହୁଛେ କି ଆମେ ଇଲେକ୍ସନ ଆଗରୁ ଆମେ ଶୁଣିଥିଲୁ କି ଇଣ୍ଡଷ୍ଟ୍ରି ଆସୁନି ମୟୂରଭଞ୍ଜକୁ, ଇଣ୍ଡଷ୍ଟ୍ରି ଆସିଲେ ହୁଏତ ଆମର ଇକୋନୋମିକାଲ ଗ୍ରୋଥ ହବ। ଏଟ୍ ଦ ସେମ୍ ଟାଇମ୍ ଯଦି ଇଣ୍ଡଷ୍ଟ୍ରି ଆସୁଛି ତାହେଲେ ହୁଏତ ଯୋଉ ଶିମିଳିପାଳଟା ଆମକୁ ବଞ୍ଚେଇକି ରଖିଛି ସେ ଧୀରେ ଧୀରେ ପ୍ରଭାବିତ ହବ। ସେ ତାର ଯୋଉ ଇକୋସିଷ୍ଟମ ଧୀରେ ଧୀରେ ପ୍ରଭାବିତ ହବ। ଗରମ ଅଛି, ଆହୁରି ଗରମ ବଢିପାରେ। ତ ସେଇଠି ଆପଣଙ୍କ ଷ୍ଟାଣ୍ଡ ଟା କୋଉଠି ରହିବ? ପ୍ରଥମ କଥା ହଉଛି ମୟୂରଭଞ୍ଜରେ ହେଭି ଇଣ୍ଡଷ୍ଟ୍ରିଜ ପାଇଁ ସେ ଭିତ୍ତିଭୂମି ନାହିଁ। ଏଇଥିପାଇଁ ଯେକୌଣସି ବଡ କଳକାରଖାନା ହଉ ଫ୍ୟାକ୍ଟ୍ରି ହଉ ଜାଣିଥିବେ ପାଣିର ଆବଶ୍ୟକତା ପ୍ରଥମ। ଯୋଉଟା ଘାଟି ଉପରେ ପାଣି ଆବଶ୍ୟକତା ବହୁତ ଅଧିକା ପାଣିର ସମସ୍ୟା ରହିଛି। ଯଦି ଯାହା କୁହନ୍ତି ମାନେ ଶୁଳିଆ ପଦା ଏକୁଳିଗଣା ଏଇ ଲେବୁଲରେ ପାଣିର ଲେବୁଲ ଠିକ ରୁହେ ଯୋଉଠି ଗୋଟେ ହେଭି ଇଣ୍ଡଷ୍ଟ୍ରି ପାଇଁ ଜାଗା ଅଛି। ବାମନଘାଟ ନୋ ଡାଉଟ ଖଣିଜ ପଦାର୍ଥ ଭରପୁର, କିନ୍ତୁ ସେଠି ଯଦି ବି କେତେବେଳେ କିଛି ହେଇବାକୁ ଯାଉଛି ଏଇ ପଲିଟିକାଲ ଟଣା ଉଟରା ଇଏ ବାହା ନବ ନା ସିଏ ବାହା ନବ ଗୋଟେ ରୁମଟା ଆସିଥିଲା ତାକୁ ଏମାତ୍ରା ଡିଷ୍ଟର୍ବ କରିକି ଆରମ୍ଭ କରିଛନ୍ତି। ଇଏ ଯଦି ହଉଛି ଗୋଟେ ଜିନିଷ ହଉ କିଛି ଲୋକ ଏଟା ନୋ ଡାଉଟ ଶିମିଳିପାଳ ଉପରେ ଏଫେକ୍ଟ କଣ ତାପରେ ମୋର ଏତେ ଜ୍ଞାନ ନାହିଁ ହେଲା, କିନ୍ତୁ ଶିମିଳିପାଳ ତ ଆମର ପ୍ରାୟୋରିଟି ରହିବା ଦରକାର। ଶିମିଳିପାଳକୁ ନଷ୍ଟ କରିକି ଆଉ କିଛି କରି ଡେଭଲପ କରି ହବ ନାହିଁ କଦାରେ। ଖଣି ତ ଆଜି ଅଛି କାଲି ଯୋଉ ରେଟ୍ ଲୁଟ୍ ଚାଲିଛି ସରିଯିବ। ଏଇଠି ତ ଖାଲି ଖଣି ମାଲିକ ଲୁଟ୍ କରୁନାହାନ୍ତି, ଏଠି ପଲିଟିକାଲ ଲୋକ ସାମିଲ ଅଛନ୍ତି, ସେ ସଂସ୍ଥାର ସରକାରୀ ଲୋକ ସାମିଲ ଅଛନ୍ତି, ଯୋଉମାନେ ପୁରା ଫୁଲ ନେଟୱାର୍କ ହେଇକି ଚାଲିଛି। ବଟ୍ ଏଟ୍ ଦ ସେମ୍ ଟାଇମ୍ ଭାଇ କେଉଁଝର ଆଜି ଅବସ୍ଥା ତାର ଭଲ ନାହିଁ ଖଣି ପାଇଁ। ବଟ୍ ଆମକୁ କୋଉଠି ନା କୋଉଠି ମୟୂରଭଞ୍ଜକୁ ଶିମିଳିପାଳ ବଞ୍ଚେଇଛି। ଯଦି ଶିମିଳିପାଳ ନଥାନ୍ତା ଆଉ ଟାଇଗର ରିଜର୍ଭ ପ୍ରୋଜେକ୍ଟ ହେଇ ନଥାନ୍ତା ହୁଏତ ଶିମିଳିପାଳ ବି ଆଜି ମାନେ ସରିବା ଅବସ୍ଥାକୁ ଆସି ଯାଇଥାନ୍ତା। ତ ଯୋଉଟା ବି ଆପଣ ମୋଟିଭ ଟା ବି ନେଇକି ଏବେ ଶିମିଳିପାଳକୁ ବଞ୍ଚେଇବା ଇଏଟାକୁ ଷ୍ଟାର୍ଟ କରିଛନ୍ତି ଭାଇ, କେତେ ଦୂର ସକ୍ସେସ ହେଲାଣି ଲାଗୁଛି ଆପଣଙ୍କୁ? ଆମେ ଯେତେବେଳେ ଶିମିଳିପାଳ 2 ବର୍ଷ 3 ବର୍ଷ ଆଗରୁ ଜଳିବା ଆରମ୍ଭ ହେଲା ଆମେ ପଶୁଥିଲେ, ଆମେ ନୋ ଡାଉଟ ପଶୁଥିଲେ, ଅଲଗା ଇସୁ ବି ଥିଲା, ଶିମିଳିପାଳରେ ପଶିଲେ ନିଆଁ ଲାଗିବା ହେଲା। ଆଉ ସରକାର ବନ ବିଭାଗର ଯୋଉ ଅନୁସାରେ କାର୍ଯ୍ୟ ବନ ବିଭାଗ ତ ସରକାରଙ୍କ ଅଧୀନରେ ନା, ତ ସରକାର ସେମିତି ଆନ୍ତରିକତା ଦେଖାଉନଥିଲେ। ତ ତାଙ୍କ ଉପରେ ପ୍ରେସର କ୍ରିଏଟ କରିବା ପାଇଁ ନେତାମାନେ ବି ସଫିସିଏଣ୍ଟ ହେଲେ ନାହିଁ। ସେ ଅନୁସାରେ କେହି ମୁହଁ ବି ଖୋଲିଲେ ନା ଶାସକ ନା ବିରୋଧୀ। ତାଙ୍କ ବିରୋଧୀଙ୍କ ସଂଖ୍ୟା ଥାଇକି ମୁହଁ ଖୋଲିଲେ କି। ତ ଆମେ ପ୍ରଥମ କିଛି ଲୋକଙ୍କୁ ଆଗେ ବ୍ୟବହାର କରିବା। ଲୋକ ଜାଣୁଛନ୍ତି ନିଆଁ ଲାଗିଲେ ଅସୁବିଧା, ତାପରେ କିଛି ଲୋକ ଜାଣି ପାରୁନାହାନ୍ତି ନିଆଁ ଲାଗି ଯାଉଛି ବନରେ, ଅଜାଣତ ହଉ ଯାହା ବି ହଉ। କିଛି ଲୋକ ଲଗଉଛନ୍ତି ଭାଇ, ଇଣ୍ଟେନସନାଲି ଲଗଉଛନ୍ତି। ସାମ୍ନାରେ ତ କାହାକୁ ଦେଖିଲ, ଯାହା ପେପର ପଢିଲା ପରେ ଜଣାଯାଏ ଯେ ଏଇମାନେ କରିଛନ୍ତି। ସେମାନଙ୍କୁ ତ ଶିକ୍ଷିତ କରିବା କଥା ବି କରିବା କଥା ନା। ତ ଏଇଟାକୁ ପ୍ରପର ୱେରେ କରାଗଲାନି, କେବଳ କାଗଜ କଲମରେ ବିଲ୍ ହେଲା। ଯେମିତି ଶିମିଳିପାଳ ଡେଭଲପରେ ପ୍ରତିବର୍ଷ ଏଇ 4 ମାସ କାମ ହବ। କାମ ହେଲା ପରେ ଯେତେବେଳେ ଯାଆନ୍ତି ଶିମିଳିପାଳ ସେଇ ରାସ୍ତା ଦେଖିଛନ୍ତି କେମିତି ପଇସା ଥାଏ। ତେଣୁ ପଇସା ବାଟମାରର ଗୋଟେ ମାଧ୍ୟମ ହଡି ଫଡି ଲଗେଇ ଶିମିଳିପାଳ କାମ। କିନ୍ତୁ ପ୍ରଥମ କଥା ହଉଛି ଶିମିଳିପାଳକୁ ସୁରକ୍ଷା ଦେବା ପାଇଁ ଯେମିତି ଆନ୍ତରିକତା ଦରକାର। ମିଟିଂ ମାଟିଂରେ ନେତା ମାନେ ବହୁତ କଥା ଶିମିଳିପାଳ ଜୀବନ, ଶିମିଳିପାଳ ମୁକ୍ତ, ଯଦି ମୁକ୍ତ ପାଇଁ ନିଜ ଅଞ୍ଚଳରେ କିଛି କାମ କରିଥାନ୍ତେ ଶିମିଳିପାଳ ପାଇଁ ତାହେଲେ ହୁଏତ ସବୁଠି ଚେକ୍ ବି କରିଥାନ୍ତେ। ତାହେଲେ ବନ ବିଭାଗ ସରକାରୀ ଅଧିକାରୀ ମାନେ ଯୋଉମାନେ ସବୁ ତ ନାହାନ୍ତି, ଯୋଉ ଅଳ୍ପ ସ୍ୱଳ୍ପ କିଛି ଜଣ ଅଛନ୍ତି ସେମାନେ ବି ଡର ପଶିଥାନ୍ତେ। ସମସ୍ତେ 100%, 20, 30%, 40% ବି ନିଜର ଏଫୋର୍ଟଟା ଦେଖେଇଥାନ୍ତେ, ଶିମିଳିପାଳ ଏ ଦୁର୍ଦଶାକୁ ଆସିନଥାନ୍ତା। ତ ସେଟାକୁ ଫିଲ୍ କରିକି ଆମେ ଗୋଟେ ଆୱାରନେସ କ୍ୟାମ୍ପେନ ପାଇଁ ଆଗେ ଜିଲ୍ଲା ତମା ଗୋଟେ ପଦଯାତ୍ରା କଲା ହଉଥିଲା, ଯୋଉଟା ଠାକୁରମୁଣ୍ଡାରୁ ବାହାରିକି ଏପଟେ ଯଶୀପୁର ମାଙ୍କ ମନ୍ଦିର ଏପଟେ ହେଇକି ରାୟପୁର ଦେଇକି ଆସି କପ୍ତିପଦାରେ ସରିଲା। ତା ଲକ୍ଷ୍ୟ ଏଇଟା ଥିଲା ରେଗୁଲାର ପେପରରେ ବାହାରିଲେ ଗୋଟେ ସୋସିଆଲ ମିଡିଆରେ ହେଲେ ଲୋକ ଆୱାର ହେବେ ନା ଶିମିଳିପାଳର ଆବଶ୍ୟକତା ଅଛି। ସେ ସରିଲା କିଛି ଦିନ ପରେ ପୁଣି ମାସେ ପରେ ଆମେ ଭୁବନେଶ୍ୱର ଗୋଟେ ବର୍ଷା ଗୋଟେ ବିଶାଳ ରେଲି କରିଥିଲେ ବିକ୍ଷୋଭ ଶିମିଳିପାଳ ନେଇ। ତାପରେ ପରେ ସରକାର ଯଦିଓ ଡାଇରେକ୍ଟଲି କୁହେନି କି ଭଞ୍ଜସେନା ବଳରେ ଆମେ କଲା, କିନ୍ତୁ ଯୋଉଟା ସରକାର ତା ପୂର୍ବରୁ କରୁନଥିଲା ତାପରେ ଗୋଟେ ଗୋଟେ ପ୍ରୋସିଜର ଆରମ୍ଭ ହେଲା, ଟାସ୍କ ଫୋର୍ସ ଆରମ୍ଭ ହେଲା, ସେ ଗାଡି ଫାଡି ଦେଲେ, ଗୋଟେ ପରେ ଗୋଟେ ସିଷ୍ଟମ ଆରମ୍ଭ କଲା। ତା ଆଗରୁ ବି ଜାଣୁଥିଲେ ଚୋରି ହଉଛି, ସେଠି ଗଞ୍ଜେଇ ଚାଷ ହଉଛି ଜାଣିନଥିଲେ। ଆଜି ଗଞ୍ଜେଇ ଚାଷ ଧରା ପଡିବ, ଲୋକ ବିକ୍ରି ଏତେ ବର୍ଷ କରି ସାରିଲା ପରେ ବାର ଅବଗତ କଲା ପରେ ସମସ୍ତେ ମିଳିଭଗତ ଥିଲା ତାକୁ। ତ କଲା ପରେ କିଛି କିଛି ସୁଧାର ଆସିଛି, କିନ୍ତୁ ଏବେ ତ ଲାଗୁଛି ଯାହା ଯୋଉ ଅନୁସାରେ ଫୋର୍ସ ଅଛନ୍ତି କି ଫରେଷ୍ଟ ବିଭାଗ ବି ଯେତେ ତତ୍ପରତା ଦେଖଉଛନ୍ତି,
କିଛି କିଛି ଡେଭଲପ ହଉଛି, ଶିକାରୀ ବି ଯିଏ ଶିକାର କରୁଛି ପ୍ରତ୍ୟେକ ସମୟରେ ଧରା ପଡୁଛନ୍ତି। କ୍ୟାମେରା ତ ଆଗ ଅପେକ୍ଷା ତ ଟିକେ ସବୁ ଜିନିଷ କମିଛି ଏରକମ ଲାଗୁଛି। ଆଉ ଆମେ ତ ନିହାତି ଚାହିଁବା ଟିକେ ଭଲ ହେଲେ ଭଲ ହେଇଯାଉ, ଶିମିଳିପାଳଟା ଭଲ ରହୁ। ଆମର ସବୁବେଳେ ଲାଗେ ଭାଇ ଗଭର୍ଣ୍ଣମେଣ୍ଟ ର ଟୁରିଜିମ କହିଲେ ଗଭର୍ଣ୍ଣମେଣ୍ଟ ବୋଧେ ବୁଝେ ଭୁବନେଶ୍ୱର ପୁରୀ ପୁରୀ କୋଣାର୍କ ଆଉ କୋଉଠି ଓଡିଶାରେ ନାହିଁ, ଏତିକି ଜିନିଷ ହିଁ ଅଛି। ଆମର ଗୋଟେ ନ୍ୟାଚୁରାଲ ରିସୋର୍ସ ଅଛି ଯୋଉଠି ଧର ସୀତା ଏକ୍ସାମ୍ପଲ ଗୋଟେ ସୀତାକୁଣ୍ଡଟାକୁ ଯଦି ଯୋଉ ଅନୁସାରେ ପକି ପାଇଁ ପାଣିଟା କମି ଯାଉଛି ଖରାବେଳେ, ଆଗରୁ ତ ଠିକ ଆସୁଥିଲା ହେଲା, ସେ ସବୁ ଜିନିଷ ନ କରିକି ସେଠି ଧର ଛୋଟିଆ ଛୋଟିଆ ଦୁଟା ରେସେଟ କରିବେ, ୟୁରିନାଲ କରିବେ, ଗୋଟେ ଲେଡିଜ ଗୋଟେ ଫ୍ୟାମିଲି ଆସିବ, ମୁଁ ବାଥରୁମ ଯାଇତେ ଖୋଜିବି, ଯଦି ଜାଗା ନ ପାଇବି ସେକେଣ୍ଡ ଟାଇମ ମୁଁ ତ ଆସିବିନି କି ଆଉ କାହାକୁ ଆସିତେ ବି ମନା କରିବି ଜାଣିବି। ତ ମିନିମମ୍ ଜିନିଷ ଯେତେବେଳେ ଅଳ୍ପ ଖର୍ଚ୍ଚରେ ହେଇପାରିଥାନ୍ତା ସେଇଟା ସରକାର ସେଥିରେ ଧ୍ୟାନ ଦଉଛି। ମୟୂରଭଞ୍ଜ ଯଦି ସପ୍ଲାଏ ଟୁରିଜିମ କେବେ ମୟୂରଭଞ୍ଜ ଜିଲ୍ଲା ଡେଭଲପ ହୁଏ ତାହେଲେ ମୟୂରଭଞ୍ଜ ଜିଲ୍ଲାରେ ବେକାର ସମସ୍ୟା ରହିବ, ବହୁତ କମିଯିବ। ଗୋଟେ ଦେଖନ୍ତୁ ଗୋଟେ ଲୁଲୁକୁ ଆସିବି, ଧର ଅସ୍ତିଆ ଛକରୁ ମୁଁ ବାହାରୁ ଆସିଲି ବୁଲିବା ପାଇଁ ଲୁଲୁ, ଗୋଟେ ଗ୍ରୁପ ଆସୁଛୁ, ତ ଏଇଠି ମୁଁ ଆସିକି ଆଳୁ ପିଆଜ କିଣିବି, ଏଇଠି ମାଂସ କିଣିବି, ଯେ ଡ୍ରିଙ୍କ୍ସ କଥା ମଧ୍ୟ ଖାଇବ, ଏଇଠି ସିଗାରେଟ ପାନ ଯେ କିଣିବ ଏଇଠୁ କିଣିବ, ତ ଏଇ ଲୋକାଲି ଲୋକ ବେନିଫିଟ ହେଲେ, ଏଇମାନେ ପଇସା କମେଇଲେ ନା, ଆଉ ସିଏ କମେଇଲେ ତା ପରିବାରଟା ଚଳିଲା, ଆଉ ଯୋଉ ଦୋକାନରେ 5ଟା କାମ କରୁଥିବା ଲୋକ ରହିବେ ତାଙ୍କ ପରିବାର ଚଳିଲା। ତ ଡାଇରେକ୍ଟଲି ଇନଡାଇରେକ୍ଟ ବହୁତ ଲୋକ ଏଟା ବେନିଫିଟ ଦିଏ, ତା ଦ୍ୱାରା ଏମ୍ପ୍ଲୟମେଣ୍ଟ ବି ପାଇଯାଆନ୍ତି। ଗୋଟେ ଗୋଟେ ଷ୍ଟେଟ ଟୁରିଜିମ ରେ ଚଳୁଛନ୍ତି, ତାଙ୍କର ଇକୋନୋମିକ୍ସ ମାନେ ଗ୍ରୋଥ ଟୁରିଜିମ ପାଇଁ। ଏଇ ଦେଖ ଏଇ ରିସୋର୍ଟଟା ଯୋଉଠି ଅଛେ, ଏଇ ରିସୋର୍ଟଟା ତ 10ଟା ଷ୍ଟାଫ ଅଛନ୍ତି, ଏଇଟା ହେଲା ବେଳେ ତ 10ଟା ଷ୍ଟାଫ ର ପରିବାର ଚଳୁଛି, ଏମାନେ ଯେ 10ଟା ଷ୍ଟାଫ ଚଳୁଛନ୍ତି ପରିବାର, ସେମାନେ ଯେ ଆଳୁ ପିଆଜ ଯୋଉଟା ଆଣୁଛନ୍ତି ସେ ଦୋକାନ ବି ଆଙ୍କ ପାଇଁ ବେନିଫିଟ ହଉଛି, ଡାଇରେକ୍ଟଲି ଇନଡାଇରେକ୍ଟଲି ଚେନଟା ବହୁତ ଭିତରୁ ଯାଉଛି। ମୁଁ ବୁଝିପାରେ ଆମର ପାଠ ପଢିବା ଲୋକ ମିନିମମ୍ ଜ୍ଞାନ କେବେ ରଖନ୍ତି, ସମାଜ ସମିତିରେ ଯେତିକି କଥା କୁହନ୍ତି ପ୍ରାକ୍ଟିକାଲ ଜ୍ଞାନଟା ଏଇଠି ୟୁଟିଲାଇଜ କରିଥାନ୍ତେ ମୟୂରଭଞ୍ଜରେ, ତାହେଲେ ମୟୂରଭଞ୍ଜରେ କେହି ନେତାର ଆବଶ୍ୟକତା ନଥାନ୍ତା, ବହୁତ ଆଗକୁ ବହୁତ ଡେଭଲପ ହେଇପାରିଥାନ୍ତା। ଛୋଟ ଛୋଟ ଜିନିଷ ଭାଇ ଆପଣ ବହୁତ ଜିନିଷ ଚେଷ୍ଟାଟା କେବେ ଛାଡି ନାହାନ୍ତି, ଆଉ ସେଇ ଚେଷ୍ଟାରୁ ବହୁତ ଜାଗାରେ ସଫଳ ହେଇଛନ୍ତି, ଆଉ ତାଠୁ ବହୁତ ଜାଗାରେ ବିଫଳ ହେଇଛନ୍ତି। ବିଫଳ ତ ବହୁତ ଜାଗାରେ, ତ ସେ ବିଫଳତାଟାକୁ କେମିତି ନେଇଛନ୍ତି, ସେଟାକୁ କେମିତି ହ୍ୟାଣ୍ଡେଲ? ମତେ ତ କରିବାର ଅଛି, ଯଦି ରୋଟେସନ ଏଇଗା ଆଗେ ପଡିଗଲା, ଏଇଗା ଆଗେ କରିଦେଲି ପୁଣି ସେ ତାପରେ ଧରିବି, ଭୁଲେନି କିଛି ଜିନିଷ ଭୁଲତେ ଭଲ ଲାଗେ, ଯେତିକି ଜିନିଷ ମନରେ ଥରେ ଆରମ୍ଭ କରାହେଇଛି କେବେ ନା କେବେ ଗୋଟେ ସାର୍ଥ ଇଚ୍ଛା। ତ ସେଇ ଜିଦଟା ସେଇ ଜେଜେବାପାଙ୍କ ପାଖରେ ଆରମ୍ଭ ତ ସେଇଠୁ, ବାପାଙ୍କ କଷ୍ଟଟା ଦେଖିଲି, ଲଗନଟା ଯେ ଭଲ ଉପାୟରେ କି ହବ, ସେଇପାଇଁ ଆମେ ସବୁ ଜାଗାରେ ଆଡଜଷ୍ଟ ହେଇପାରେ, ଭଲ ଜାଗାରେ ଭଲରେ ଆଡଜଷ୍ଟ ହେଇପାରେ, ଖରାପ ଜାଗାରେ ଖରାପରେ ଆଡଜଷ୍ଟ ହେଇପାରେ। ଭାଇ ଆପଣଙ୍କୁ ଗୁଳି ବି ବହୁତ ପାଖରୁ ଛୁଇଁକି ଯାଇଛି, ସେଇ ଷ୍ଟୋରିଟା ଟିକେ। କିଛି ଜଣଙ୍କ ବ୍ୟବସାୟିକ ଇଏରେ ମୁଁ ଧର ମୋର ନିଜସ୍ୱ ଜଣେ ଲୋକକୁ ମୁଁ କିଛି ନ ବୁଝିକି ଅଲଗା ମାନଙ୍କୁ ଯୋଉ ଇଏଟା କଲି ହେଲା, କହିଲି କି ଯୋଉ ଇଏରେ ତା ପ୍ରତିଫଳନ ଥିଲା ବୋଲି କୁହନ୍ତି। ବଟ୍ ସେତେ ପର୍ଯ୍ୟନ୍ତ ମାନେ ମୟୂରଭଞ୍ଜରେ ଆମେ ଏଇ ଜିନିଷଟା ବହୁତ ରେୟାର ଶୁଣିଥିଲୁ, ମାନେ ଫାୟାରିଂ ହବା ବନ୍ଧୁକ ବୋଧେ ମାନେ ଫର୍ଷ୍ଟ ଟାଇମ୍ ମୁଁ ବି ତ ଫେସ୍ କଲି। ଆଉ ଯେଦିନ ଗୁଳି ହେଲା ସେଦିନ ରାତି 3ଟା ବେଳେ ଘରକୁ ଆସିଲି, ମୋ ମା ବଞ୍ଚିଥାନ୍ତି, ରାତି 3ଟା ବେଳେ ଜଗେଇଥାନ୍ତି, ଘର ଲୋକ ଡର ପଶିଲା, ଡରଟା ତ ସେ ଗୋଟେ ଦିନ ସେଇ সময়ଟା ଡର ଥିଲା, ମତେ ପ୍ରଥମ ଲାଗିଲା ଗୁଳିଟା ବାଜିଲା, ଗୁଳିଟା ପ୍ରଥମ ଥର ସମସ୍ତେ ଭାବିଲେ ମୁଁ ନାଟକ କଲି, ସେ ଟାଇମରେ ନାଟକ କରିବାର ଏଜ ନଥିଲା, ଆଜି ତ ବହୁତ ବୋର୍ଡ ପୋଷ୍ଟ ପାଇବି ନଥାନ୍ତି, ଏମାନେ ଏମପି ହେବାର ନଥିଲା, ତେଣୁ ନାଟକ କଥା ହେଲା, କିନ୍ତୁ ଭଗବାନଙ୍କ ଦୟାରୁ କେଠି ନା କେଠି 11 ଇଏ କରିକି ବାହାରିଲି, ମୋ କର୍ମ ମୁଁ ସେମିତି କାହାର ଇଏ କରେନି, ତ ଭଗବାନ ମତେ ହିଁ ଇଏ କରବ। ଆପଣଙ୍କ ଆକ୍ସିଡେଣ୍ଟ ପରେ ଭାଇ ଟିକେ ଆଗ୍ରେସିଭ ଯୋଉ ଆପଣ ରହୁଥିଲେ ସେଇଟା ଟିକେ କମି ଯାଇଥିଲା ବୋଲି ଆମେ ଶୁଣିଲେ, ମାନେ ଯୋଉ ଆକ୍ସିଡେଣ୍ଟ ହେଇଥିଲା ଆପଣଙ୍କର ସେ ମୁଣ୍ଡରେ ଯୋଉ ଆସିଥିଲା, ନା ତାପରେ ବ୍ରେନଟା ମତେ ବେଶୀ ଡେଭଲପ ହେଲା, ତାପରେ ହିଁ ବ୍ରେନଟା ମୋର ବେଶୀ ଡେଭଲପ ହେଲା, ମୁଁ କଥା କହିବା ଶୈଳୀ ଶିଖି ପାରିଲି, ଲେଖିବାର ଶୈଳୀ ଶିଖି ପାରିଲି ଅଧିକା, ଆଉ ଗୋଟେ ଇସ୍ୟୁଟାକୁ କେତେ ଭିତରକୁ ମୁଁ ଯାଇପାରିବି, ତାପରେ ମୋର ବେଶୀ ବ୍ରେନ ଡେଭଲପ ହେଲା, ମତେ ଭଗବାନ ଯେତେବେଳେ କୌଣସି ଇନସିଡେଣ୍ଟ ଦେଇଛି ତାପରେ ମତେ ଗ୍ରୋଥ କରିଛି। ବଟ୍ ଭାଇ କେତେ ଟାଇମ ଲାଗିଗଲା ସେଇଠୁ ରିକଭରି କରିବା ପାଇଁ, ସେଇ ଆକ୍ସିଡେଣ୍ଟ ଯୋଉଟା ହେଇଥିଲା? ବେଶୀ ଦିନ ନାହିଁ, ସେ 15-20 ଦିନ। ମୁଁ ବହୁତ ହେଡଷ୍ଟ୍ରଙ୍ଗ, ସେ ଗାଁ ସବୁ ଦବିଛି ମତେ ଆଗକୁ ଯିବାର ଅଛି, ମୁଁ ସେଇ ଛୋଟ ଛୋଟ ଜିନିଷ ଦବି, ଏତେ ଲୋକରେ ସୋଲଜାର ମାନେ ଏତେ ଗୁଡ କଟିଗଲା ଦେଶ ପାଇଁ ଯଦି ଇଏ କରିପାରୁଛନ୍ତି, ମୁଁ ମୋର ବାଟିଟା ପାଇଁ ଲଢିବି, ଆଉ ଏଇ ଛୋଟ ବାଜିଲା କିଛି ଦିନ କଷ୍ଟ ରହିବ, ସ୍ୱାଭାବିକତା ବାଜିଛି, ଆଉ ଆମ ଭୁଲ ପାଇଁ ପଡିଥିବ। ଆଉ ଭାଇ ମାନେ ଏବେ ଯୋଉ ଇନିସିଏଟିଭ ଷ୍ଟାର୍ଟ ହେଇଛି, ଯେମିତି ମୟୂରଭଞ୍ଜ ମହୋତ୍ସବ 7 ବର୍ଷ ହେଇଗଲାଣି ସକ୍ସେସଫୁଲି ଚାଲିଛି, ଆଉ ଲୋକମାନଙ୍କ ଡିମାଣ୍ଡ ଯେ ଆହୁରି କିଛି ଦିନ ବଢାଯାଉ,
ତାର ବ୍ୟବଧାନଟାକୁ ଭୂମିପୁତ୍ର ଏବେ ଆପଣ କରୁଛନ୍ତି ଭୂମିପୁତ୍ର ଯୋଉମାନଙ୍କୁ ସମ୍ମାନିତ କରୁଛନ୍ତି ଭୂମିପୁତ୍ର ବି ଆପଣଙ୍କର ଭଞ୍ଜସେନା ଭଞ୍ଜସେନା ଏଇ ଆଇଡିଆ ଗୁଡା ଆସୁଛି କୋଉଠୁ ଭାଇ ଆପଣଙ୍କ ମାଇଣ୍ଡ ଦେଖନ୍ତୁ ମୋ କହିବା କଥା ଆମେ ଟିଭିରେ ବଡ ବଡ ଶୋ ରେ ବଡ ବଡ ଲୋକଙ୍କୁ ଦିଆ ହଉଛି ପ୍ରଡକ୍ସନ ପାଇବା ବି ଯୋଗ୍ୟ ଆମେ ମନା କରୁଛେ କିନ୍ତୁ ସେତିକି କାମ ସେମାନଙ୍କୁ ଯେତିକି ପ୍ରମୋସନ ହେଇଛି ତା ଫଳରେ ସେମାନେ ସମସ୍ତ ଆଗରେ ପହଞ୍ଚୁଛନ୍ତି ଯେ ମାନେ ଏତେ ଲୋକ କରୁଛନ୍ତି ଯେମିତି ମକୁର ମାହାନ୍ତ ବୋଲି ସୁକୁଲି ବ୍ଲକରେ ଜଣେ ଅଛନ୍ତି ସିଏ ଯେତିକି ଗଛ ଲଗେଇଛନ୍ତି ବୋଧେ ଯେତିକି ପରିବେଶ ହଉଛନ୍ତି ନା ସେ ତା ଷ୍ଟାଣ୍ଡାର୍ଡ ରଖି ଆସିବେ ଆଚ୍ଛା ସେ ଲୋକ ଗୋଟେ ଗରିବ ଲୋକ ନିଜ ଖଟିରେ ସେତିକି କାମ କରୁଛନ୍ତି ସେ ଭୂମିପତ୍ର ୱାର୍ଡକୁ ଆମକୁ ସାର୍ଚ୍ଚ କରିବାକୁ ସେଇ ଆଇଡିଆଟା ଭାଇ ଏଇଟା ଆମେ କରିବା ମାନେ ସେଇ ଆଇଡିଆଟା ମନରେ ମାଟିର ଭଲ କଥା ଚିନ୍ତା କର ସବୁ ଭଲ ଗାଈ ଦେଖାଯିବ ଆଜ୍ଞା ବଟ୍ ଏଇଟା ଭାଇ ତାଙ୍କ ଆଗରୁ ବି ଆଉ କାହାକୁ ମିଳିଛି ବୋଧେ ବହୁତ ଜଣଙ୍କୁ ଦିଆଯାଇଛି ଆଚ୍ଛା ପୁନର୍ବିଧାନକୁ ଦିଆଯାଇଥିଲା ବହୁତ ଜଣଙ୍କୁ ଦିଆଯାଇଛି ଆଚ୍ଛା। ସବୁ ସେକ୍ଟରରେ ଦିଆଯାଇଛି ଏବେ ଯୋଉ ପରିବେଶ ଯେହେତୁ ହଉଛି ପରିବେଶ ଇଏରେ କଥା ହେଲି ମୁଁ ମକରୁ ମାହାନ୍ତ ଭଳିଆ ଲୋକ ସେତେବେଳେ ମୁଁ ତାଙ୍କୁ ଜାଣିନଥିଲି ତ ବହୁତ ପରେ ଜାଣିଲି ତାପରେ ମତେ ଜଣେଇଲେ କିଛି ଭାଇ ମାନେ ଜଣେଇଲେ କି ସେ ଜଣେ ଅଛନ୍ତି ତାପରେ ତାକୁ ବିଭିନ୍ନ ସଭା ସମିତିରେ ଆମେ ଇଏ କଲେ ତାକୁ ଆମେ ବି ଦିଆହବ ଆଉ 2-4 ଜଣ କରାଯାଏ ସିଜିନଟା ଗଲା ପରେ ତାକୁ ଇଏ କରାଯିବ ସମ୍ମାନିତ କରାହବ ଆଚ୍ଛା ଆଉ ମୟୂରଭଞ୍ଜ ମହୋତ୍ସବ ଗୋଟେ ଚିନ୍ତାଧାରା ଥିଲା ଯେ ଆମର ତ ସିନିୟର ମାନେ ଗୁରୁଜନ ମାନେ ଭୁବନେଶ୍ୱର ମୟୂରଭଞ୍ଜ ମହୋତ୍ସବ ହୁଏ ଯେଟା ବିରଳ କୌଣସି ଜିଲ୍ଲାର ମହୋତ୍ସବ ଭୁବନେଶ୍ୱର ହୁଏନି ଆମ ସେଟା ଯାହା ହଉ ସେମାନେ କରିକି ଆସିଛନ୍ତି ସେମାନେ ଆମ ପାଇଁ ଗୋଟେ ଏତେ ବଡ ଆଦର୍ଶ ତାଙ୍କ ଆଦର୍ଶ ଆମେ ଦେଖିଲା ଆମେ ଦୁଇଟା କରିବା ଆମର ଗୋଟେ ଜିଲ୍ଲା ଆମେ ଭୁବନେଶ୍ୱରରେ ବି ହଉ ମୟୂରଭଞ୍ଜରେ ବି ହଉ ତ ସେଠି ସମସ୍ତ କଥା ହେଇ ଗୋଟେ ଆରମ୍ଭ କଲେ ଆରମ୍ଭ କଲା ବେଳେ ଆଉ ସମସ୍ତ ଆମର ସେଠି ମେଣ୍ଟାଲିଟି ହଉଛି ପଲିଟିକାଲ ପାର୍ଟଟା ସେଠି ଦୂରେଇ ଦିଆଯାଏ ଆଚ୍ଛା ଓକେ ଆମର ଯୋଉ 5 ଦିନ ହବ 7 ଦିନ ହବ ସବୁ ଦଳକୁ ଇକ୍ୱାଲ ସେୟାର ଦିଆଯିବ ଆଚ୍ଛା ବୁଝିପାରିଲେ ସେଠି ନାହିଁ ଯେ ଏ ଦଳ ଶାସନ ଅଛି ବୋଲି ତାକୁ ସବୁଦିନ ସେମିତି ତ କାରଣ ତୁ ତ ପୁଣି 2 ଦିନ ବିରୋଧରେ ବସିବୁ ନା ସେତେବେଳେ ତତେ କିଏ ଡାକିବ ତେଣୁ ତୁମେ ଯେତେବେଳେ ବିରୋଧୀ ଦଳ ହେଇଯିବ ତୁମକୁ ଡାକିବା ପାଇଁ ଏଇଠୁ ଯୋଜନା ବଟ୍ ଭାଇ ଫାର୍ଷ୍ଟ ଯୋଉ ହେଲା ପ୍ରଥମ ବର୍ଷ ଯୋଉଟା ହେଲା ମୟୂରଭଞ୍ଜ ମହୋତ୍ସବଟା ସେତେ ସକ୍ସେସ୍ ହେଇନଥିଲା ପ୍ରଥମ ବର୍ଷ ତ ଲୋକ ଆଇଡିଆ ବି ନଥିଲା ବଟ୍ ମାନେ ସେଇଟା ଯେ ନାଇଁ ଆମେ କଣ୍ଟିନ୍ୟୁ କରିବା ସେଇଟା ସେଇଦିନ ଗୋଟେ ଆଭାସ ଆମକୁ ମିଳିଥିଲା ସେଦିନ ଆମର କାର୍ନିଭାଲ ଶୋ ଗୋଟେ ନୂଆ ଯୋଜନା ଯୋଉଟା ଓଡିଶାରେ ଆମ କାର୍ନିଭାଲ ଶୋ ରେଞ୍ଜରେ ଓଡିଶାର କୋଉ ଜିଲ୍ଲାରେ ମହୋତ୍ସବର କାର୍ନିଭାଲ ଶୋ ଏତେ ଆମଠୁ ବଡ ହେଇପାରିବ ନାହିଁ ଆଚ୍ଛା ଆଜିକା ଡେଟରେ ଆମର ଯୋଉ କାର୍ନିଭାଲ ଶୋ ହୁଏ ତ ସେଇ କାର୍ନିଭାଲ ଶୋରେ ପ୍ରଥମ ଭାବେ ଡାକିଥିଲେ ଆମ ରାଜମାତା ଯିଏ ଏକ୍ସପର୍ଟ କରିଗଲେ କିନ୍ତୁ ସେ ଜଗନ୍ନାଥ ମନ୍ଦିରରୁ ଆରମ୍ଭ ହେଲା ଲୁବ ଠିଆ ହଉଛି ସେମାନେ ଯିଏ ଆସିଲା ପରେ ସେ ପରିବେଶଟା ଯେମିତି ହେଲା ଆଜିକା ବର୍ତ୍ତମାନ କିଛି ସିନେମା ଯେମିତି ମହୋତ୍ସବର ଆବଶ୍ୟକତା ଜିଲ୍ଲାରେ ଥିଲା ବୋଲି ଆମକୁ ଗୋଟେ ସୂଚେଇ ଦେଇଥିଲା ଆଚ୍ଛା ମୁଁ ଏଇ ବର୍ଷ ବାବଦ କହିବି ଗୋଟେ ଦ୍ୱାରଶୁଣୀ ଘାଟିର କରାଯାଇଥିଲା ଷ୍ଟେଜ ଫାଇନାଲ ଡେ ବିଜୟ ଶର୍ମା ପୋଲିସ ଇଏ ଥାନ୍ତି ଆଉ ଦେବଭୂତ ଦାସ ଜଜ୍ ଥାନ୍ତି ଗେଷ୍ଟ ଆସିବେ ସକାଳ 6ରୁ ବର୍ଷା ଫାଇନାଲ ଡେ ଦିନ ଆମେ 5ଟା ଏଇଟା ଭାଇ କୋଉ ବର୍ଷ ନା ଯୋଉଥର ଦ୍ୱାରଶୁଣୀ ଘାଟି ହେଇଥିଲା ତୃତୀୟ ବର୍ଷ ବୋଧେ ତୃତୀୟ ବର୍ଷ ଓକେ ବୋଧେ ତୃତୀୟ ବର୍ଷ 5ଟା ମତେ ବର୍ଷା ହଉଛି ଏ ଜିଲ୍ଲାର ମୁଁ କହିବା କାରଣ ହଉଛି ଏ ଜିଲ୍ଲାର ମାଙ୍କର ଶକ୍ତି ଠାକୁର ଠାକୁରାଣୀଙ୍କ ଶକ୍ତିର ବହୁତ ପ୍ରଭାବ ରହିଛି କିଏ ମାନୁ ଚାहे ନ ମାନୁ ଆମେ ତ ଅଙ୍ଗେ ନିଭେଇଛି 5ଟା ତ ବର୍ଷା ପତଳା ହଉଛି କଣ୍ଟିନ୍ୟୁଅସ୍ ଚାଲିଛି ଆଉ ପ୍ରୋଗ୍ରାମ କେମିତି ହବ ତ ସେଇ ଟାଇମରେ ଆମେ ଗୋଟେ କିଛି ଜଣ ବସିଥିଲେ ଅଶିପତି ଦାଦା ବସିଥିଲେ ବଟୁନା ବୋଲି ଜଣେ ଅଛନ୍ତି ସିଏ ବସିଥିଲେ ଆମର କମିଟିର ଆଉ କିଛି ଜଣ ଆମର ତାପସ ପାଢୀ ଏମିତି 4-5 ଜଣ ବସିକି ସେ କୁଲା ଲାଇଟ ବାଲା ଲାଇଟ କୁଲା ଲାଇଟ ଯୋଉ ଅଛି ସବୁ ଲାଇଟ ଜରି ଢାକି ଦିଆଯାଇଥିଲା ତେଣୁ ସେ ଗୋଟେ ଏଇ ଯୋଉ ଆମ ଜିତେନ୍ଦ୍ର ଭାବରେ ଯୋଉ ଆକ୍ଟ କରିଥିଲା ଦ୍ୱାରଶୁଣୀ ମାଙ୍କ ମନ୍ଦିର ଭିତରେ ସେ ମାଙ୍କ ନାଲିଆ ଇଏଟା କରିଥିଲା ସବୁ ବର୍ଷ ଆମେ ଖାଲି କୁନାକୁ କହିଲେ ଲାଇଟଟା ମାଙ୍କ ମୁହଁକୁ ବା କାରଣ ସମସ୍ତେ ଗାଁ ବି ଜାଣିଛନ୍ତି ସେଠି କୁହା ବି ଗଲା ଯୋଉ ମୋମେଣ୍ଟରେ ମାଙ୍କ ମୁହଁରେ ଲାଇଟଟା ପଡିଲା ବର୍ଷା ଛାଡିଗଲା ପପୁ ଷ୍ଟେଜ 10ଟା 15 ଉଡେଇଲେ ପୁଣି ବର୍ଷା ହେଲା ସେଇ ଟାଇମଟା ବ୍ଲାକ୍ ହେଇଗଲା ସମସ୍ତେ ଆସିଲେ ଏଜୁଜୁଆଲ ପ୍ରୋଗ୍ରାମ ଆମର କିଛି ଆମର ମେଣ୍ଟାଲିଟି ତେଣୁ ଆମେ ଫିଲ୍ କରିଦେଇଛେ ଯେ ଆମର ଯୋଉ ଅଧିଷ୍ଠାତି ଦେବୀ ହୁଅନ୍ତୁ ଯାହା ମାନେ ହୁଅନ୍ତୁ ଏମାନେ ଆ ପଛରେ ଗୋଟେ ଅଦୃଶ୍ୟ ଶକ୍ତି ଭାବରେ ଆମ ସହିତ ସମର୍ଥନ ଅଛି ତେଣୁ ଆମ ମେଣ୍ଟାଲିଟି ଭଲ ଆମ ଜିଲ୍ଲାଟାକୁ ବାହାରକୁ ଦେଖେଇ ଦେଖୁଛେ ଏଇ ଷ୍ଟେଜରେ ଆମେ ଏଇଥିପାଇଁ ଗୋଟେ ଟୁରିଷ୍ଟ ପ୍ଲେସ ର ଦେଖାଏ ଯେ ଯିଏ ବି ବାହାରୁ ଆସୁ ଯିଏ ବି କରୁ ଆମର ଏଇଟା ଦେଖୁ ଏଇଟା କିସ କିଛି ସେଠି ମଧ୍ୟ ଭାବରେ ଏତେ ବଡ ବଡ ନେତା ଥିଲେ କେବେ ଜଣେଇ ପାରୁନଥିଲେ ନବମ 10ମ ଶତାବ୍ଦୀ ନିର୍ମିତ ହେଇଛି ଆଉ ଗୋଟେ କଳା ବଗୁଲି ପତ୍ର ବିଶ୍ୱରେ ଗୋଟେ ଏଇଟା କିଛି ବର୍ଷ ଧରି ଆମେ କଣ୍ଟିନ୍ୟୁଆସ କହିଲା ପରେ ଲେଖା ଲୁଖିରେ ସେଇଆ ଲେଖୁଛନ୍ତି ବର୍ଷ ଗୋଟେ ବି ଚାଲିଛି ଆଉ ଆମେ ଆଜି ଚଲୁଛେ ଆଉ କେତେ ପରେ କ୍ରିଟିସିଜମ ଟାକୁ କେମିତି ନିଅନ୍ତି
ସିଏ କ୍ରିଟିସିଜମ ସେମାନେ ଯିଏ କରିପାରେ ସେମାନେ କ୍ରିଟିସିଜମ କରନ୍ତି, ସେ ଆଗକୁ ଯଦି ଖାତିର କରାଯାଏ ତାହେଲେ ଚାଲିବ। ତାହେଲେ ଆଗକୁ ବଢିବ। ଭଗବାନଙ୍କୁ ଭାଇ ଛୋଟବେଳୁ ହିଁ ବିଶ୍ୱାସ ପୁରା। ପୁରା ତାପରେ ବେଶୀ ମୁଁ ମନ୍ଦିର ଯାଏ, ଆଜ୍ଞା। ଓକେ। କିନ୍ତୁ ମନରେ ମୋର ଭକ୍ତି ଥାଏ। ମୁଁ ଜାଣିଛି ଭଗବାନଙ୍କୁ ଭଗବାନ ଯେତେବେଳେ ଅଛନ୍ତି ଆମର କିଛି ହବାର ନାହିଁ। ଭଗବାନଙ୍କୁ ଫିଲ୍ କରିଛନ୍ତି ଭାଇ ଗୋଟେ ଇନସିଡେଣ୍ଟ? ଫିଲିଂସଟା କହିଲି ପୁରା ଏଇଟା। ଆଜ୍ଞା। ନାଇଁ ତା ଆଗରୁ ବି ନା, ମୁଁ ତ ଜାଣେ ଏଇ ଗୁଳି ମତେ ଧର ବାଜିଯିବ ଖସି ଆଜ୍ଞା। ପଳେଇବ, ହୁଁ। ସେମିତି ହୁଏ ନା ଗୁଳି ଦାଗ ବସିଯିବ, ଗୁଳି ଖଟିକି ପଳେଇବ। ଆଜ୍ଞା। ଆଉ ସେତେବେଳେ ଏତେ ବଡ ନଥିଲି ଯେ ପଲିଟିକାଲ ଗୋଟେ ପ୍ଲଟ କରି ମୋର ଗୋଟେ ବହୁତ ବଡ ଆଚିଭ ପାଇ, ସେତେ ସାଇଜ ବି ନଥିଲା ମୋର ସେତେ ବଡ, ଜଷ୍ଟ ଆଜ୍ଞା। ଇଏଟା ସେତେବେଳେ ସେଇ ଇଏ ନଥିଲା, ସେତେବେଳେ କହିବି କିଛି ପଲିଟିକାଲ ପାଇଁ ପ୍ଲଟ କରୁଥିଲା। ଆଜ୍ଞା। ତ ସେମିତି ଯୋଜନା ବି ମୋର ନାହିଁ, ନହେଲେ ତ ଏ ବର୍ଷ ବି ଇଲେକ୍ସନ ଫିଲେକ୍ସନ ନାହିଁ, ଇଲେକ୍ସନ ଗୋଟେ ମଝିରେ ଇଣ୍ଟରେଷ୍ଟେଡ ଲଢିଥିଲି, ଆଜ୍ଞା। ତାପରେ ଦେଖିଲେ ବେକାର ଏତେ ଟାଇମ ଯେତିକି ମୁଁ ସେତିକି ନଷ୍ଟ କରୁଛି, ସେତିକି 5ଟା ଇସ୍ୟୁ ମୋର ଷ୍ଟାର୍ଟ ହେଇଯାଉଛି। ତ ଜେଏମଏମ ରେ ଛାଡିବା ପୂର୍ବରୁ ଏଇ ଆଇଡିଆ ଟା ମାଇଣ୍ଡ ରେ ଥିଲା କି? ମୁଁ ତା ଆଗରୁ ବି ଇଏ ଚାଲିଥିଲା, ଆଚ୍ଛା। ଆଚ୍ଛା। ସେଇଟା ଗୋଟେ ପାର୍ଟରେ ମୁଁ ଆସିଥିଲି। ଆଚ୍ଛା। କିନ୍ତୁ ସେଇ ପାଇଁ 5 ବର୍ଷ ପୁରା ଇଏ ରହିଲେ, ମୁଁ ଟୋଟାଲ କନସେଣ୍ଟ୍ରେଟ କଲି କେମିତି ଏ କାମକୁ ଇଏ ଆଚ୍ଛା। କରାଯିବ। ଆଚ୍ଛା। ଆଗକୁ ପଡିକି କରିବି ଚିନ୍ତା କରନ୍ତି, ହୁଁ, ହୁଁ, ହୁଁ। କିନ୍ତୁ ମେଣ୍ଟାଲିଟି ଯେଠି ଥିଲେ ବି ଆମ ମାଟି ଜିନିଷ ଛଡା ମୁଁ ମାଟିର ବିକାଶ। ଆଗେ ସେଟା ସରିଲା ପରେ ମୁଁ ପଡୋଶୀ ଘର କଥା ଚିନ୍ତା କରିବି। ଆମେ ଶୁଣିଛେ କି ବିଜୁ ପଟ୍ଟନାୟକ, ଲୁଲୁ ଭାଇ ଏମାନେ ଆସିଲା ମାନେ ଆପଣଙ୍କ ଘରକୁ ଆଗ ଯାଆନ୍ତି। ବିଜୁ ବାବୁଙ୍କ ସହିତ ମୋର ଯେତେ ସମ୍ପର୍କ ନଥିଲା, ବାପା ତ ଯେହେତୁ ବାପା ସେତେବେଳେ ଥିଲେ ଆପଣ ସେତେବେଳେ କେତେ ସାନ, Okay. ସେତେବେଳେ ଆଇଡିଆ ହିଁ ନଥିଲା ଆଚ୍ଛା। କିଏ କଣ। ଆମେ ତାଙ୍କର ପଢିଲେ ପଛେ, କିନ୍ତୁ ଲୁଲୁ ଭାଇଠୁ ମୁଁ ଶିକ୍ଷା ଲାଭ କରୁଛି। ଆଚ୍ଛା। ଆପଣ ଯାଇଥିଲେ ଭାଇ ଲୁଲୁ ଭାଇଙ୍କ ଯେତେବେଳେ ଡେଥ୍ ହେଲା? ପ୍ରତିଟି ଇଏ ଆଚ୍ଛା। ମାନେ ବହୁତ ଆମର close. କ୍ଲୋଜନେସ୍ ବହୁତ ଅଲଗା। ଆଚ୍ଛା। ସେ ବି ମତେ ସାନ ଭାଇର ସେତିକି ଭରସା କରୁଥିଲେ ଯେ ଇଏ କରିପାରିବ, ଆଉ ମୁଁ ବି ତାଙ୍କ ଶିକ୍ଷାଟା କେବେ ଭୁଲ କଥା ଦେଇନି। ସେ କେବେ କହିନାହାନ୍ତି କଂଗ୍ରେସରେ ମିସ୍ ବୋଲି? ସେ ସେମିତି ମତେ ଆଚ୍ଛା। ସେ ଇଏ ନାହିଁ। ମାନେ ପଲିଟିକ୍ସ ଟୁ ସବୁବେଳେ ଡିଷ୍ଟାନ୍ସ ମେଣ୍ଟେନ କରି ନା, ରଖ। ପଲିଟିକ୍ସ ସହିତ ରହିଥାଏ, ଆଜ୍ଞା। ଆମ ଏମିତି ତ ସମ୍ପର୍କ ଅଛି ନା ସମସ୍ତଙ୍କ ସାଙ୍ଗରେ, ସମସ୍ତେ ଉଠୁଛୁ ବସୁଛୁ, ପରିବାର ଆଜ୍ଞା। କେତେ ବଡ ଆଜ୍ଞା। ସମସ୍ତଙ୍କ ସହ, ସେଇଟା ବ୍ୟକ୍ତିଗତ ସମ୍ପର୍କ ଅଲଗା ଜାଗାରେ, ଆଜ୍ଞା। କିନ୍ତୁ କିଛି ଜିନିଷ ଜିଲ୍ଲା ଡେଭଲପମେଣ୍ଟ ହବା ଇଏ ହେଲା କାହା ମୁହଁ ଏମିତି ଭଲ ଲାଗେ, ଆଚ୍ଛା। ଦେଖାଯାଏନି ଥିଲେ କାହା ମୁହଁ। ଭାଇ ଲଭ୍ ଲାଇଫ ବିଷୟରେ ଲଭ୍ ଲାଇଫ ପୁଲିସ ମାନଙ୍କ ସହିତ ଭାଇ କେମିତି ସମ୍ପର୍କ? ମୋ ସ୍ତ୍ରୀ ଜଣେ ପୁଲିସ, ସେଇପାଇଁ ପଚାରିଲି। ସେଇ ପାଇଁ ପଚାରିଲି। ଘରେ କାହାର ଚାଲେ ଭାଇ? ଘରେ କାହାର ଚାଲେ, ମାନେ ଆପଣଙ୍କର ନା ଭାଉଜଙ୍କର? ନା ନା, ଆମର ଜଏଣ୍ଟ ଫ୍ୟାମିଲି, ଆମର ବଡ ଆମେ 2 ଭାଇ। ନାଇଁ ଭାଇ, କାହା କଥା ରୁହେ ଘରେ? ମାନେ ଆପଣଙ୍କର ନା ଭାଇଙ୍କ କଥା ଚାଲେ ନା ଭାଉଜଙ୍କ କଥା ଚାଲେ? ବଡ ଭାଇ ଭାଉଜ ନା ନାଇଁ, ଆପଣଙ୍କ କଥା ଚାଲେ ନା ଭାଉଜଙ୍କ କଥା ସେଠି ଚାଲେ? ଯେହେତୁ ମୋ ବଡ ଭାଇ ଭାଉଜ ଅଛନ୍ତି, ତେଣୁ ସେଠି ଆମେ କଥା କହିବା, ଆମେ ଯୋଗ୍ୟତା ଆଚ୍ଛା। ହବାନି। ସେ ବଡ ଭାଇ ଭାଉଜ ଅଛନ୍ତି, ତେଣୁ ଆମେ କେମିତି କଥା, ଆମେ ଆମ ପର୍ସନାଲ ଲାଇଫ ଟା କଥା ହବା, ପର୍ସନାଲ ଲାଇଫ ରେ କହୁଛୁ ଭାଇ। ଆମର ଆଣ୍ଡରଷ୍ଟାଣ୍ଡିଂ ଠିକ, ସେ ଗାଁରେ କିଛି ଅଛି। ଆଜ୍ଞା। ହସ୍ପିଟାଲ କଥାଟା କହିଲେ ଭାଇ। ହସ୍ପିଟାଲରେ ତ ଏବେ ଯାହା କହୁଛନ୍ତି ନୂଆ ଡକ୍ଟର ବାହାରିବେ ଯେ, କିନ୍ତୁ ଯୋଉ ଅନୁସାରେ ଟ୍ରାଇବାଲ ଜିଲ୍ଲାକୁ ସମାଜ ସମିତିରେ ମାନେ କଥା କୁହନ୍ତି ବିକାଶର କଥା, ପ୍ରଥମ ତ ବିକାଶ ଏଇ ତ ବର୍ଷା ଦିନ ଆସିଗଲା, ଏଇଟା ଲୋକଙ୍କର ହଇଜା ଫଇଜା ଆରମ୍ଭ ହେଇଯିବ ହେଲା, ସେତିକି ଆମ ପାଖରେ ସବୁବେଳେ ନାହିଁ। ଗୋଟେ ରାୟରଙ୍ଗପୁର ଗୋଟେ ବଡ ଜାଗା, ଯୋଉଠି ଖଣିର ବେଶୀ ରିସୋର୍ସ, ଯୋଉଟା ରେଭିନ୍ୟୁ ବହୁତ ସରକାର ବି ରହୁଛି, କେନ୍ଦ୍ର ବି ରହୁଛି, ସବୁ ରହୁଛି, ସେଠି ରାଷ୍ଟ୍ରପତି ବି ଅଛନ୍ତି, କିନ୍ତୁ ସେଇ ଜାଗାରେ ବି ଡେଭଲପ ସେମାନେ କରିପାରୁନାହାନ୍ତି। ଗୋଟେ ହସ୍ପିଟାଲରେ ଡକ୍ଟର ନାହାନ୍ତି, ଗୋଟେ 3 କିଲୋ ଗୋଟେ ଲୋକଟା ଆଗେ ଆସିବ ରାୟରଙ୍ଗପୁର ହସ୍ପିଟାଲ, ରାୟରଙ୍ଗପୁର ସିଏ ବେଟର ଟ୍ରିଟମେଣ୍ଟ ପାଇଁ ଆସୁଛି କେଠୁ ବାରିପଦା କି କଟକ କି ଟାଟା। ତ ଗୋଟେ ଗରିବ ଲୋକ କେତେ ଟଙ୍କା ଏଫୋର୍ଡ କରିପାରିବ, ଯେତିକି ଜିନିଷ ସରକାର ଯୋଜନା ହସ୍ପିଟାଲ ପହଞ୍ଚିଲେ ସେମାନେ ଯୋଜନା କରିଛ, କେତେ ଗାଡି ରଖିଛ ତୁମେ ଫ୍ରିରେ ତୁମ ଲୋକକୁ ନବା ପାଇଁ? 108 ସମସ୍ତେ କଣ ପାଇପାରୁଛନ୍ତି? ଟାଇମରେ ପହଞ୍ଚି ପାରୁନାହାନ୍ତି, ସମସ୍ତ ଟାଇମରେ ପହଞ୍ଚି ପାରୁନାହାନ୍ତି। ସେଇଥିରେ ଭାଇ ମାନେ ଏବେ ବି ଲାଗୁନି ଯେ ଯଦି ଜଣେ ଗରିବ ଲୋକ, ଯେମିତି କହିଲେ ଆପଣ ତିରିଙ୍ଗରୁ ଆସୁଛି, ବାରିପଦା ମେଡିକାଲ ପହଞ୍ଚିଗଲା, ତାର ଯଦି ରକ୍ତ ଦରକାର ହେଲା କି କିଛି ବି, ମାନେ ଏବେ ବି ତାକୁ ଗୋଟେ ରେଫରେନ୍ସ ଦରକାର ହଉଛି ହସ୍ପିଟାଲରେ, ଏମିତି ଲାଗୁନି ଆପଣଙ୍କୁ ସେଇ ଜିନିଷଟା? ମାନେ ବିନା ରେଫରେନ୍ସରେ ସେମାନେ ସଫର ହଉଛନ୍ତି, ଯଦି କାହାରି ରେଫରେନ୍ସ ନାହିଁ ବହୁତ କଷ୍ଟ କରୁଛନ୍ତି। ସଫର ହଉଛନ୍ତି। ଯଦି ଆମ ଆଖି କିଛି ଆସିଗଲା ତ ସେଟା ଅଲଗା ଜିନିଷ, ସେମିତି ଅଲଗା ବି ବହୁତ ଲୋକ ଅଛନ୍ତି, ସେମିତି ନାହିଁ ଯେ ଆମେ ଅଛେ ଏକଲା, କିଛି ଲୋକ ଏମିତି ବି ପର୍ସନାଲ ସାହାଯ୍ୟ ବି କରନ୍ତି, ସେମିତି ଲୋକ ପାଖରେ ପଡିବା ଦରକାର। ଏତେ ଲୋକଙ୍କର ସବୁ ସମୟ ବି ନାହିଁ ଯେ ଇଏ କରିବେ, କେତେ ଜଣ ବି ଯାଉଛନ୍ତି ନଜରରେ ପଡୁଛି, ଯେ ଯାହା ହେଲ୍ପ କରିବେ, ତା ବାଦ ବି 10%, ମ୍ୟାକ୍ସିମମ୍ 10%, ବାକି 90% ଲୋକ ସଫର ହଉଛନ୍ତି। ସଫର ହଉଛନ୍ତି ଭାଇ ଆମ ସିଷ୍ଟମ ପାଇଁ, ଆମ ସିଷ୍ଟମ ପାଇଁ ବେଶୀ ଗୋଟେ ବ୍ଲଡ ଟା ପାଇଁ, ଗୋଟେ ଲୋକଟା ଆମେ ବ୍ଲଡ ଡୋନେସନ କ୍ୟାମ୍ପ କରିଦଉଛେ ଠିକ ଅଛି, କିନ୍ତୁ କେତକି ବ୍ଲଡ
ୟୁଟିଲାଇଜ ହଉଛି କେତେ ୟୁଟିଲାଇଜ ହଉନି କେହି ନଜର ରଖୁନି। କେହି ରଖୁନି। ଖାଲି ଆମେ ସାଟିସ୍ଫାଇ ଗଲେ ଆଜି ପେପରରେ ବାହାରିଗଲା ଏଇ ସଂସ୍ଥା 150 ୟୁନିଟ୍ 5000 ୟୁନିଟ୍ 500 ୟୁନିଟ୍ 50 ୟୁନିଟ୍ କଲା, ଆଜ୍ଞା। କିନ୍ତୁ ତାର ୟୁଟିଲାଇଜେସନ କେଠି ହଉଛି ହୁଁ। ସେଗା ହଉଛି ଶିକ୍ଷିତ ସମାଜ ବୁଝିପାରୁନି। ବୁଝିପାରୁନାହାନ୍ତି। ଆମର କିଛି ଡେଭଲପମେଣ୍ଟ କାମ ପାଇଁ କିଛି ଫଣ୍ଡ ଆସୁଛି ତାର ୟୁସି ମାଗା ହଉଛି, କିନ୍ତୁ ବ୍ଲଡ ଡୋନେସନ କ୍ୟାମ୍ପରୁ ଯୋଉ ବ୍ଲଡ ଦଉଛି ତାର ୟୁସି କେହି ମାଗୁ ହିଁ ନାହାନ୍ତି। ଆମେ ସେଥିପାଇଁ ଇନଷ୍ଟାଣ୍ଟ ବ୍ଲଡ କରିତେ ଏଠି ଉଦଳାରେ ଆମେ ସକ୍ସେସଫୁଲି ଚାଲିଛି ପୁରା। ଆଜ୍ଞା। ଯେତିକି ଆମ ସଂସ୍ପର୍ଶରେ ଆସିପାରୁଛେ ଯେତିକି ଆମ ଜାଣିତେ ପାଇଯାଉଛି ଆଜ୍ଞା। ଆମେ ଚେଷ୍ଟା କରୁଛେ 100% ଦବା ପାଇଁ। ସବୁବେଳେ ତ ହୁଏନି, କେତେବେଳେ ବାଇଚାନ୍ସ ଏଇ ଯୋଉ ଗରମ ଦିନଟାରେ ଯେତିକି ପାର ଡେ ଆମର ବାରିପଦା ଉଦଳାରେ ଆଜ୍ଞା। 10ଟା 12ଟା ବ୍ଲଡ ଗଲା, ତ ଗୋଟେ ପିଲା ବ୍ଲଡ ଦେଲା ପରେ ମିନିମମ୍ 3 ମାସ ତାକୁ ଦରକାର। 3 ମାସ ଦରକାର। ବ୍ଲଡ ଦେବା ପାଇଁ ସମସ୍ତେ ଚିନ୍ତା ବି କରନ୍ତିନି, ଆଜ୍ଞା। ମାନେ ମନ ବି ନଥାଏ। ଆଜ୍ଞା। ଡାକି ହାକି ଧର ପେଟା ଗୋଟେ ପିଲା କି ଉଦଳା ଇଏ ତ ୟୁଥ ଖାଇବି ନା ଏତେ ବ୍ଲଡ ଦେବା ପାଇଁ ଇଏ ହୁଅନ୍ତି। 3 ମାସ ସରିଲା ପରେ କାହା ଭାଗ କେତେବେଳେ ପଡିବ ଆଜ୍ଞା। ଆମେ ଜାଣିପାରେନି। ବେଳେ ବେଳେ 3 ମାସ 10 କରି ଭାଇ 3 ମାସ ହେଇନି, ତାକୁ ବି ଡର ଲାଗୁଛି ଇଏ ଲାଗୁଛି। ଖାଲି କହିଲା ବେଳକୁ ଗୋଟେ ପଶି ଯାଇଛନ୍ତି ବୋଲି କହୁଛନ୍ତି ମେଣ୍ଟାଲିଟି ଆସିଗଲାଣି ବୋଲି, ଆଜ୍ଞା। କିନ୍ତୁ ସବୁବେଳେ ସବୁ ହଉନି। ସରକାର ସେଟାକୁ ଯଦି ଇଏ ନ କରିବେ ମୟୂରଭଞ୍ଜ ଲୋକ ବହୁତ ହଇରାଣ ହୁଅନ୍ତି। ବ୍ଲଡ ପାଇଁ ସ୍ପେଶାଲ ବ୍ଲଡ କୁହନ୍ତୁ, ବ୍ଲଡ ନିହାତି ଗୋଟେ ବଡ ମାଧ୍ୟମ। ବିଭିନ୍ନ ହେଲ୍ଥ ଇସ୍ୟୁରେ ବହୁତ ପ୍ରୋବ୍ଲେମ ଫେସ୍ କରୁଛନ୍ତି। ଷ୍ଟାର୍ଟିଂରେ ଭାଇ ଏବେ ତ ଭଞ୍ଜସେନାର ଆଦର୍ଶରେ ବହୁତ ୟୁଥ୍ ଅନୁପ୍ରାଣିତ ଅଲରେଡି ଅଛନ୍ତି, ଆହୁରି ଆସୁଛନ୍ତି ବି। କିନ୍ତୁ ଷ୍ଟାର୍ଟିଂରେ ଯେତେବେଳେ ଆପଣଙ୍କ ପାଖରେ କିଛି ମିଡିୟମ ନଥିଲା, ସେଇ ସମୟରେ ୟୁଥକୁ ଆଣିବାଟା କେତେ କଷ୍ଟ ଥିଲା? ୟୁଥ୍ ସହିତ ଯୋଡି ହବାଟା କି ୟୁଥକୁ ସେଇ ସ୍ୱପ୍ନଟା ଦେଖେଇବାଟା। ଏବେ ଆମକୁ ବିଭିନ୍ନ ମାଧ୍ୟମ ଅଛି ପିଲାକୁ ଆଣିତେ। ଆଜ୍ଞା। ଏବେ ପିଲା ଭଲ ସବୁ ଆସୁଛନ୍ତି, ଜିଲ୍ଲା ପ୍ରୀତି ଯୋଡିଉଛନ୍ତି। ସେତେବେଳେ ଗୋଟେ ଥିଲା କି 5ଟା 10ଟା ପିଲା ବି ପାଇଲେ ସେମାନେ ଗୋଟେ ଅଟୋମେଟିକାଲି ସାଙ୍ଗେ ସାଙ୍ଗେ ତିଆରି ହେଇଯାଉଥିଲେ। ଏବେ ଆମକୁ ତିଆରି କରତେ ପଡୁଛି ମେଣ୍ଟାଲିଟିଟା। ଆଚ୍ଛା, ମାନେ କଷ୍ଟଟା ଏଇଲା ବେଶୀ ହଉଛି ନା ସେତେବେଳେ ବେଶୀ ହଉଥିଲା? ସେ କଷ୍ଟ ଖୁସି ଥିଲା। ଆଚ୍ଛା ଆଚ୍ଛା, ମାନେ କେମିତି ଭାଇ ଖୁସି? ଏବେ ଗୋଟେ ୟଙ୍ଗ ପିଲା ଆଜ୍ଞା। ପ୍ରଥମ ଯଦି ଖାଲି ଆମ ସଂସ୍ଥା ବୋଲି କୌଣସି ସିଷ୍ଟମରେ ଆସିବାକୁ ସେ ଗୋଟେ ଦିନ ବଢିଯିବା ପାଇଁ ଚେଷ୍ଟା କରୁଛି। ଆଚ୍ଛା। କିଛି ସବୁ ତ ନୁହେଁ, କିଛି ପିଲା କରିକି ଥାଏ। ଗୋଟେ ଦିନ ବଢିବା ଠିକ ଅଛି ଯେ, କିନ୍ତୁ ମୁଁ ଯଦି ଫଣ୍ଡାମେଣ୍ଟାଲଟା ସେଠି କ୍ଲିୟର ନଥିବି, ଯେମିତି ତ ସେମିତି ସିଚୁଏସନରେ ଆଜି ଯେମିତି ମୁଁ ପଢିଲି, ମୁଁ ଫ୍ଲୁଏଣ୍ଟଲି କହିପାରେ ଯେ କ୍ୱେଶ୍ଚନର ଆନ୍ସରଟା ଦେଇପାରେ। ଗୋଟେ ଶିକ୍ଷା ସେତିକି ନଥିବ, ଆଜ୍ଞା ଟପ୍ ପଳେଇଥିବ, ତାକୁ ଯଦି ଗ୍ରାଉଣ୍ଡ କଥା ଯେତେବେଳେ ପଚରାଯାଏ ଯଦି ନ ଦେଇପାରିବ ତାହେଲେ ସେ ଶିକ୍ଷାର ବି ଇଏ ନାହିଁ। ଆଚ୍ଛା, ସର୍ଟକଟ୍ ବେଶୀ କରୁଛନ୍ତି ଆଜି। ଆମେ ଫେଲିୟର ହେଇ ଗୋଟେ ଶିଖିଛେ ବୋଲି ଆମେ ଜାଣିଛେ ଭୁଲଟା କେଟା ଚୁପଟା କିସ ଆମେ କିଟା ଭୁଲ କଲେ କିଟା ରେକ୍ଟିଫିକେସନ କରତେ ପଡିବ, କୋଉ ଇସ୍ୟୁଟା କେମିତି ନେଲେ ଆମେ ଇଏ କରିପାରିବା। ଆମେ ଯୋଉ ସେଲ୍ଫି କାଉଣ୍ଟର ଗୋଟେ ଗଛ ଲଗେଇବା ପାଇଁ କଲେ, ସେଲ୍ଫି କାଉଣ୍ଟର ଲୋକ ଅଲଗା ପାଇଁ କରାଯାଏ। ଆମେ ସେଇ ଶିକାର ପାଇଲେ କେଟୁ ଏଇ ଯେ ଇଲେକ୍ସନ ବେଳେ ଭୋଟ ଦାନ ମୋର ଭୋଟ ଦାନ ଏଇଟା ଦିଅନ୍ତୁ, ତ ସେଠି ଗୋଟେ ମ୍ୟାଟର। ଯଦି ଆମେ ଏଇଟାକୁ ସେଲ୍ଫି କାଉଣ୍ଟର ଆକାର କିଛି ଲୋକ ଇଣ୍ଟରେଷ୍ଟ ହେବେ, କିଛି ଲୋକ ଫଟୋ ଉଠେଇଲା ପରେ 5ଟା ଲୋକ ତ ସେଥିରୁ ଭାବେ ନା ଗଛ ଲଗେଇବା ଦରକାର। ତ ଆମ ଯଦି 5ଟା ଲୋକ ଗଛ ଲଗେଇ ପାରିଲେ ତାହେଲେ ଆମେ ଯେ ମେଣ୍ଟାଲିଟି କଥା ଆମେ ଫିଲ୍ କରିବା ଆମେ ସକ୍ସେସ। ଇଏ ସାର୍ଟିଫିକେଟ ଦବ ମ୍ୟାଟର ନୁହେଁ, ଆମେ ତ ଫିଲ୍ କରିବା ଆମେ ସକ୍ସେସ ହେଲେ ନା। ଆମେ ତ ଯେ ଷ୍ଟେଜ କାହାଠୁ ମାନପତ୍ର ନବାର ନାହିଁ, କିଛି ନବାର ନାହିଁ। ସେଗା କଲେ ତ ବହୁତ ମାନେ ବହୁତ ମୟୂରଭଞ୍ଜରେ ଦେଖ ସାର୍ଟିଫିକେଟ ନିଅନ୍ତି ବିଭିନ୍ନ ଇଏ, ସେଗା ଆମେ ରେଗୁଲାରଲି କରୁଛେ, ସେଠି ବହୁତ ଦିଅନ୍ତି। ସେଟା ନେଇତେ ଇଚ୍ଛା ହିଁ ନାହିଁ। ଯେ ଲୋକଟାଠୁ ନବା ଆମେ ତାର ସେତିକି ଯୋଗ୍ୟତା ଥିବା ଦରକାର ଦବା ପାଇଁ, କି ଆମ ସଂସ୍ଥାର ପିଲାଙ୍କୁ ଦବା ପାଇଁ ଯେମାନେ ଭୋଟିଂ ଜିଲ୍ଲା ପାଇଁ କାମ କରୁଛନ୍ତି। ଆଉ ଏମିତି ସେମିତି ଯୋଗ୍ୟତା ନାହିଁ ବହୁତ ଲୋକଙ୍କର, ଯେମାନଙ୍କୁ ଆମେ ସଭା ସମିତି ଯୋଉମାନେ ପ୍ରାଇଜ ଦଉଛନ୍ତି ଇଏ ଆସନ୍ତି, ସେଟା ଆମର ସେଇ ସବୁ ସିଷ୍ଟମ ନାହିଁ। ଆମେ ଆଉ ଗୋଟେ ଜିନିଷ ଭାଇ ଶୁଣିଲେ ଯେ ଯେତେବେଳେ ଏପିସୋଡ ପୂର୍ବରୁ ଆମେ ଆପଣଙ୍କ ବିଷୟରେ ଡାଟାଟା ନଉଥିଲେ, ଶୁଣିଲେ ଯେ ଆକ୍ଚୁଆଲି ଭଞ୍ଜସେନା ଏବେ ଏମିତି ଅବସ୍ଥା ହେଇଛି, ଭଞ୍ଜସେନାରୁ ପିଲା ରେଡି ହଉଛନ୍ତି, ତିଆରି ହଉଛନ୍ତି, ତିଆରି ହେଇସାରିଲା ପରେ ସେମାନେ ଛାଡି ଦଉଛନ୍ତି ଭଞ୍ଜସେନା, ମାନେ ଆଉ ଅଲଗା ଦଳକୁ ମନି ପାଇଁ। କାରଣ ଯାହା ବି ଥାଉ ଆମେ ତ ଜାଣିନି ମନି ପାଇଁ କଣ ପାଇଁ। ଏଟା ବିଗତ ଦିନରେ ଯୋଉମାନେ ଯୋଉମାନଙ୍କର ବି ଖବରଟା ମିଳିଲା, ସବୁ ବିଗତ ଦିନରେ ବହୁତ ଜଣ ଭଞ୍ଜସେନା ଛାଡିକି ଯାଇଛନ୍ତି। କିନ୍ତୁ କେବେ ଭଞ୍ଜସେନା କାହା ପାଇଁ କି କାହା ପାଇଁ ତଳକୁ ଯାଇନି। ବଢୁଛି ବୋଲି ଆଜି 27 ବର୍ଷ ପରେ ଏଇରକମ ସୁଯୋଗ ମତେ ବି ମିଳିଲା ଗୋଟେ କଥା ହବା। ତ ସେରକମକୁ ଯଦି ଆମେ ନଜରଅନ୍ଦାଜ ନ କରିବା ତାହେଲେ ଆଗକୁ ବଢି ପାରିବା। ହଡଲ୍ସ ତ ଏତେ ବଡ ହଡଲ୍ସ ଅଛି, ଯଦି ଗୁଳି ବାଣ ଖାଇକି ଡରିକି ଆମେ ଚୁପଚାପ ବସିଲେନି ତ ଏରକମ ବାଚା ଯିବେ ଆସିବେ ଏଗାକୁ ଏତେ ଏମିତି ବହୁତ ଯାଉଛନ୍ତି, ବହୁତ ଆସୁଛନ୍ତି। ଏ ପ୍ରକ୍ରିୟା ଆଜି କହିଲି ନା ସେତେବେଳେ ୟୁଥ୍ ଏମକା ବି ତଫାତ ଅଛି, ସେଇଥିପାଇଁ ତ କହିଲି ଅଳ୍ପ ଥିଲା ଖୁସି ଥିଲା ପରେ। ମାନେ ଏମିତି ହୁଏ ନା ଯେତେବେଳେ ଆପଣ ଯୋଉ ମେଣ୍ଟାଲିଟି ଆମେ ଦେଖୁ ଆସିଛେ,
ମାନେ ପଜିଟିଭ ମେଣ୍ଟାଲିଟି, ସବୁବେଳେ ପଜିଟିଭ, କରିବି ମାନେ କରିବି, ହବ ମାନେ ହବ। କିଛି ବି ଆଜ୍ଞା। ମୁଁ ଭାବେ ମୁଁ ଯେଟା ଲାଗି ଚାଲିଛି ବୋଲେ ସେଟା ଆଜି ନହେଲେ କାଲି ହବ। ଆଚ୍ଛା। ତେଣୁ ମୋର ମନେ ନିରାଶ ହିଁ ନାହିଁ। ଆଜ୍ଞା। ମାନେ ପ୍ଲାନ୍ ବି ନାହିଁ, ଏଇଟା ପ୍ଲାନ୍ ବି ନାହିଁ, ମାନେ ଏଇଟା ଯଦି ନହେଲା ଆଉ କିଛି କରିବି, ସେମିତି କିଛି ନାହିଁ। ଏଇଟା ନା, ଭାବିଛି ଯେଟା ଅଛି ତ ସାରିବି ନା, ଆଜି ନହେଲେ କାଲି ସାରିବି। ଆଜ୍ଞା ଅଧା ଖାଡିଆ ରଖିଲେ କେହି ସକ୍ସେସ୍ ହେବେ। ଆଜ୍ଞା। ହୁଁ ହୁଁ। ଲାଷ୍ଟ 12 ବର୍ଷ 13 ବର୍ଷ ଧରି କି ଗୋଟେ ଭୋଜସେନା ମାଧ୍ୟମରେ ଚାଲିଛି। ଚାଲିଛି ପଲିଟିକ୍ସ ରୁ ଅଫର, ପଲିଟିକାଲ ପାର୍ଟି ରୁ ଅଫର, ମୁଁ ସେମିତି ପଲିଟିକାଲ ଟକ୍ କାହା ସହିତ କରେ ନାହିଁ। ଅଫର ତ ବହୁତ ଆସିଥିବ ଭାଇ। ମୁଁ କ୍ଲିୟର କାଟ ପ୍ରଥମରୁ କହିଦିଏ, ଆଚ୍ଛା। ଏଇ ଭିତରେ ମୋର ରାଜନୀତି କରିବାର ନଥିଲା। ଆଚ୍ଛା। କାଲି କରିପାରେ ଅଲଗା କଥା, ଆଜ୍ଞା। ଆକୁ ବି ଚିନ୍ତା କରୁଛି ନିହାତି ଗୋଟେ କିଛି କରିବାକୁ ପଡିବ। ହୁଁ ହୁଁ। ଇଲେକ୍ସନ ଠିଆ ହେବା ପାଇଁ ରାଜନୀତି ନ କରିକି ବି ଆଜ୍ଞା ଗୋଟେ ପଲିଟିକ୍ସ ନ ଜଏନ୍ କଲେ ବି ଭାଇ ଆକ୍ଚୁଆଲି ସେଇ କ୍ୱେଶ୍ଚନ, ମାନେ ପାୱାରରେ ଯୋଉମାନେ ଅଛନ୍ତି ସେମାନେ ବି ଯଦି ଅଳ୍ପ କିଛି କାମ କରିଦଉଛନ୍ତି ତ ଆମକୁ ଲାଗୁଛି କି ନାଇଁ ସିଏ ଥିଲା କିଛି କରିଛି, ଆମେ କହୁଛେ ପାୱାରରେ ଥାଇକି। ମାନେ ଆପଣ ପାୱାରରେ ନାହାନ୍ତି, ପାୱାର ସାଙ୍ଗରେ ଲଢୁଛନ୍ତି, କେତେ ଟଫ୍ ଭାଇ। ମାନେ ନିଜକୁ ପାୱାରରେ ଆସିବା ଜରୁରୀ କି କିଛି କରିବା ପାଇଁ ଚାହିଁଲେ? ନା ସେ ମିଛ କଥା, Okay. ସେଟାରେ କିଛି ଲାଭ ନାହିଁ। ଏମିତି ତ ବହୁତ ଜଣ ମନ୍ତ୍ରୀ ହଉଛନ୍ତି। ନାଇଁ ବହୁତ ଜଣ କୁହନ୍ତି ନା, ମୁଁ ମେଡିକାଲ ଛାଡିକି ଆସିଲି, ମୁଁ ଶିକ୍ଷକତା ଛାଡିକି ଆସିଲି, ମୁଁ ଏଇଟା ଛାଡିକି ଆସିଲି ଲୋକଙ୍କ ସେବା କରିବା ପାଇଁ। କାରଣ ସେଥିରେ କଣ ତୋ ଯୋଗ୍ୟତା ନଥିଲା, ଛାଡି କାହିଁ ଆସିଲ? ନାଇଁ, ଯୋଉ କାମଟା କରୁଥିଲେ ସେଟା ବି ତ ସେବା ହିଁ କରୁଥିଲେ ନା। ଯୋଉଟା ବି କରୁଛ ସେଠି 100% ଦିଅ ନା, ତାହେଲେ ଆଉ 5ଟା ଭଲ ଛାତ୍ରକୁ ବାହାର କରିପାରିଥାନ୍ତ। ଏ କିଛି ନାହିଁ, ଏ କେବଳ ଗୋଟେ ଛାଡିକି ଆଉ ଗୋଟେ ପ୍ରଫେସର ଆସିକି ଏଠିକାର ଲକ୍ଜରିୟସ୍ ଲାଇଫ ଲିଡ୍ କରିବା ପାଇଁ ଏ ଗୋଟେ ବାହାନା। ମୁଁ ଏତେ ବଡ ଚାକିରି, ତୋ ଚାକିରି ଛାଡିଦେ କହିଥିଲା କି? ତୁ ତ କରିଥିଲୁ ଚାକିରି, କି ପାଇଁ ପ୍ରଥମ ରାଜନୀତି କଲୁନି? ଏସବୁ ମିଛ। ସେଠୁ କିଛି କ୍ରିମ ଖାଆନ୍ତି, ପୁଣି ଏ ଲାଇନରୁ କିଛି କ୍ରିମ ଖାଇବେ, ଆଉ କିଛି ସେବା ମନୋବୃତ୍ତି ନାହିଁ। ଏଇ ଚାକିରି ଛାଡି କେତେ ଲୋକ, ବହୁତ ରେୟାର ଲୋକ ଥିବେ ଯୋଉମାନେ ସେବା ମନୋବୃତ୍ତି ଆସିଥାନ୍ତି। ତ ଏ ସବୁ ମିଛ। ତ ଭାଇ ମାନେ ସେବା କରିବା ପାଇଁ ପାୱାର ଦରକାର କି? ନା, କାହିଁକିନା ଆପଣ ଏତେ ବର୍ଷ ହେଲାଣି ରହିଲେଣି, ଆପଣଙ୍କଠୁ ଭଲ ଆଉ କି, ମାନେ ଆପଣ ଚେଷ୍ଟା ଜାରି ରଖିଛନ୍ତି, ଆପଣ କେବେ ପାୱାରରେ ଆସିନାହାନ୍ତି, କିନ୍ତୁ ଆସିବା ପାଇଁ ବି ଚାହିଁନାହାନ୍ତି, କିନ୍ତୁ ଚେଷ୍ଟାଟା ଜାରି ଅନେକ ଇଚ୍ଛା ରଖିଛନ୍ତି। ଥିଲେ ବି ହଁ। ସପୋର୍ଟ ଦେଇନି ସିଚୁଏସନ, ଯାହା ବି ଥାଉ ସେଇଠି। ତ ତା ମାନେ ନୁହେଁ ଯେ ସେଟା ଗୋଟେ ବାଧ୍ୟବାଧକତା। ଯେ ଟାଇମରେ ଲୋକ ଇଲେକ୍ସନ ହାରିଗଲା, କିଏ ଦୁଃଖ କରୁଛି, କିଏ ଖୁସି ହଉଛି ଜିତିଗଲା ବୋଲି, ସେତିକି ବେଳେ ଆମେ ଗଛ ଲଗା କାମ କରୁଛୁ। ତାପରେ ଏখানে ଫରକ ନାହିଁ କିଛି। ସେଟା ସେଇରକମ ଲୋକଙ୍କୁ ଦରକାର, ସେମାନେ ଦୁଃଖ, ତୁମେ ଟାଇମଟା କିଛି କରିନ, ଲୋକଙ୍କ ସାଙ୍ଗରେ ରହିନ, ତୁମେ ହାରିଲ, ମାନିବାର ପଡିବ, ମୁଁ କାମ କରିନି ବି ହାରିଲି। ଯିଏ ଜିତିଲା, ତୁମେ ବି କିଛି କରିନ, ଗୋଟେ କୌଣସି ସିଚୁଏସନରେ ତୁମେ ବାହାରି ଆସିଲ, ତୁମକୁ ଏଇଟା କାମ କରତେ ପଡିବ। ବିରୋଧୀ ବି ଚିନ୍ତା କରିବା ଦରକାର, ମୁଁ ହାରିଛି, ମୁଁ 5 ବର୍ଷ ଖଟିଲେ, ଲୋକଙ୍କ ସାଙ୍ଗରେ ରହି କାମ କଲେ ଆକୁ ଜିତିବି। ଆଉ ଶାସକ ଯିଏ ଅଛି ସେଇ ଭାବନା ଦରକାର, ଏଇଟା ଗୋଟେ ସିଚୁଏସନ ମିଳିଛି ମତେ, ତେଣୁ ଆର ପ୍ରପର ୟୁଟିଲାଇଜେସନ ଯଦି ନ କରିବି, କାଳେ ଆକୁ ବିରୋଧରେ ବସିବି କି? ତ ଏଇ ଚିନ୍ତାଧାରା ଯଦି ସମସ୍ତେ ନେଇଯିବେ, ତାହେଲେ ଅଟୋମେଟିକାଲି ମୟୂରଭଞ୍ଜ ଡେଭଲପ ହବ। ଏଇଟା ତ କାହାର ନାହିଁ, ଯେତିକି ସବୁ ଅଛି ସେତିକି ସବୁ ତାହେଲେ ବାଧା ହେଇକି ବସିବେ। ଆଉ ଆମର ସେখানে ଆମର ଚାଲିଛି ଗଛ। ତ ଏଇ ଫ୍ୟୁଚରରେ ବି ଅଛି ରାଜନୀତିକୁ ନେଇକି କିଛି ଅସମ୍ଭବ ନାହିଁ, ଜଏନ୍ ବି କରିପାରେ। ଓକେ। କିନ୍ତୁ ଏମିତି ମେଣ୍ଟାଲିଟିରେ ଜଏନ୍ କରିବୁ, ଏମିତି ଲିଡରସିପକୁ ଜଏନ୍ କରିବି, ଯାହା ସଂଘର୍ଷ କରିବାର ଇଏ ଥିବ, ଇଚ୍ଛା ଶକ୍ତି ଥିବ, କି ତାର କିଛି ସଂଘର୍ଷ ଜଣେ ଯୋଉ କ୍ଷେତ୍ରରେ ବି ହଉ, ଯେ ସଂଘର୍ଷ କରିବାର ମେଣ୍ଟାଲିଟି ଥିବ, ଯଦି ଯିବି ସେଇରକମ ଇଏକୁ ଯିବି। ଆଉ ମିଛ ଫଲ୍ସ ଇଏକୁ ଯିବାର। ଆପଣଙ୍କ ହିସାବରେ କିଏ ଫଲ୍ସ ଭାଇ? ମୁଁ ଜାଣିନି, ସେମିତି ତ କହିହବନି। ମାନେ ଫଲ୍ସ ଇନ୍ ଦ ସେନ୍ସ, ଆମେ ଯାହା ଜିଲ୍ଲାର ସିନେରିଓରେ ଦେଖୁଛେ, ଆମେ ଯାହା ଆମ ମେଣ୍ଟାଲିଟି ଯାହା, ମୁଁ ଚାହିଁବି ଗୋଟେ ସେମିତି ମେଣ୍ଟାଲିଟି ଲୋକ, ପଡି ଉଠିକି ଚାଲିବାଟା ଆମର ଅଭ୍ୟାସ, ଆମେ ବହୁତ ଥର ଗଡିଛେ, ପଡି ଉଠିଛେ, ତେଣୁ ଯେଠୁ ବି ଯିବି ମୁଁ ସେମିତି ଜାଗାକୁ ଯିବି ଯେ ଗଡି ପଡି ଉଠିକି ଲିଡରସିପର ଇଏ ପାଇଥିବ, ଯଦି କେବେ ଚିନ୍ତା କର। ପଢା ଠାରୁ ଭିଜନ, ଯାହାର ଭିଜନ ଥିବ ସେମିତି, ବ୍ଲାଫ କଥାରେ ଗଲା ଇଏକୁ ଯିବାର ନାହିଁ, ଯାହାର କିଛି ଭିଜନ ଥିବ ସେମିତି ଲିଡର, ଯୋଉଗୁଡା ଆମେ ଦେଖୁଛେ ରାଜ୍ୟରେ, ଦେଶରେ, ଜିଲ୍ଲାରେ ଦେଖୁଛେ, ଯୋଉମାନେ ଲାଗିବ କି ନା ଆମ ଆଇଡିଓଲୋଜି ସହିତ ମ୍ୟାଚ ଖାଉଛି, କି ଆମେ ଆଇଡିଓଲୋଜି ସହିତ ଆଡଜଷ୍ଟ ହେଇପାରିବା, କିଛି କରିବାର ଇଏ, ଧର ଗୋଟେ ପଲିଟିକାଲ ପାର୍ଟି ଗଲି, ସେ ପଲିଟିକାଲ ପାର୍ଟି ଯାଇକି ମୋ ବିରୋଧରେ ବେଟର ହୁଏ, କିନ୍ତୁ ମୋର ମେଣ୍ଟାଲିଟି ରହିବା ଦରକାର ମୋ ଜିଲ୍ଲା ପାଇଁ କରୁଛି, ଆଉ ସେଥିରେ ମୁଁ ଏଇଟା ବେନିଫିଟ ପାଇବି ଯେ ମୋ ଜିଲ୍ଲାର ସ୍ୱରଟା ଯେଟା ମାନେ ଏଠିକାର ବିଧାୟକ ମାନେ ଚୁପ କରିକି ଉଠେଇ ପାରିଲେ, ଯୋଉ ଦଳର ଯିବି ସେ ବିଧାୟକ ଧରି ସେ କ୍ୱେଶ୍ଚନଟା ବିଧାନସଭା କି ପାର୍ଲାମେଣ୍ଟରେ ଏବେ ଯୋଉଟା ସୋସିଆଲ ମିଡିଆରେ କଥାଟା ଉଠୁଛି, ସେଟା ବିଧାନସଭା କିମ୍ବା ଲୋକସଭା ଭିତରେ ଉଠିବ, ଯୋଉଟା ଆମ ପାଇଁ ଆବଶ୍ୟକତା ଅଛି। ମୁଁ ସେଇଥିପାଇଁ ଚିନ୍ତା କରୁଛି
କିନ୍ତୁ ସେଇ ମେଣ୍ଟାଲିଟି ଲୋକଙ୍କ ପାଖକୁ ଲିଡରସିପ ଯିବି ସାଙ୍ଗରେ ରହିବି ଯୋଉ ଲିଡରସିପ ର ମ୍ୟାଚ୍ କରୁଥିବ ଆଜି ସଂଘର୍ଷ କରି ଜାଣିଥିବ ଆଜ୍ଞା। ଖାଲି ଯେ ଭଲ ଟାଇମ ର ସୁଯୋଗ ଦବା ନାହିଁ ଖରାପ ଟାଇମ ଟାକୁ ବି ଆଜ୍ଞା। ମାନେ ଏଇଟା ଦରକାର ନାହିଁ କି ସେ ପାୱାରରେ ଅଛନ୍ତି ବେଟର ମ୍ୟାଟର କରେ। ପାୱାର ଥିଲେ ତ କେବେଠୁ ପାୱାର ପାୱାର ବେଟର ନୁହେଁ ଆକୁ କିଏ କେମିତି ମେଣ୍ଟାଲିଟି ରଖିପାରିବ ଡେଭଲପମେଣ୍ଟ ମାଇଣ୍ଡ ର ଯେ ଭଲ ଆପଣ ପଳେଇଲେ ଭାଇ ଭଞ୍ଜସେନା? ଭଞ୍ଜସେନା ମୁଁ ଗଲେ କେହି ବି ଗଲେ ଆଚ୍ଛା। ଭଞ୍ଜସେନା ରହିବ ଆଚ୍ଛା। ଭଞ୍ଜସେନା ଆଚ୍ଛା। ମୁଁ ତ ମଝିରେ ବି ଯାଇଥିଲି ନା ଆଜ୍ଞା। ଭଞ୍ଜସେନା ତ ବସିନଥିଲା ଭଞ୍ଜସେନା ସେ ଗୋଟେ ଚିନ୍ତାଧାରା ଆଜ୍ଞା। ଆଜ୍ଞା। ସେଟା ବନ୍ଦ ହବନି କେବେ ଭାଇ ସୁଭାଷ ବୋଷ ମହାତ୍ମା ଗାନ୍ଧୀ ମହାତ୍ମା ଗାନ୍ଧୀ ଅବଶ୍ୟ ଆଜ୍ଞା। କିନ୍ତୁ ସୁଭାଷ ବୋଷ ଆଇଡିଆଲ ଏମିତି କେବେ ଚେଷ୍ଟା ହେଇଛି ଭାଇ ଭଞ୍ଜସେନାକୁ ଦବେଇ ଦବା ପାଇଁ କି ତାଙ୍କ ଚିନ୍ତାଧାରାଟାକୁ ମାରିଦବା ସପ୍ରେସ କରିବା ପାଇଁ? କିଏ ଯଦି ତାର ବଦଲେ କରୁଥିବ ଅଲଗା କଥା ସେ ଆସିଲେ ତ ମୁଁ ଯେହେତୁ ଲିଡ୍ ଦଉଛି ମୋ ପାଖକୁ ତ ସେଟା ଚିନ୍ତାଧାରା ଆସିବା ଦରକାର ନା ସେମିତି କାହାର ପଚିବ ଇଏ ହେଇନି ପହଞ୍ଚି ପାରୁନାହାନ୍ତି ଏଣ୍ଡ କରିବା ବହୁତ କିଛି ଶିଖିବା ପାଇଁ ମିଳିଲା ଆଉ ଆମେ ବି ଜାଣିଲୁ ଭାଇଙ୍କୁ ବହୁତ କ୍ଲୋଜଲି ଯଦି ଆପଣଙ୍କ ମନରେ ବି କିଛି ରହିଯାଇଛି ତାହେଲେ କମେଣ୍ଟରେ କହିବେ ଆଉ କିଛି ଆମେ ପଚାରି ପାରିବା ଯଦି ତ ଆମେ କମେଣ୍ଟରେ ହିଁ ରିପ୍ଲାଏ ଦେବା ଭାଇଙ୍କ ସହିତ କଥା ହେଇକି ଯୋଉମାନେ ଭାଇଙ୍କ ସହିତ ପହଞ୍ଚି ପାରୁନାହାନ୍ତି ବହୁତ ବହୁତ ଧନ୍ୟବାଦ ଜୟ ଜଗନ୍ନାଥ। ଜୟ